ସମସ୍ତ ଆନ୍ତରିକ ଜୟଗୁରୁ। ବହୁତ ଆନନ୍ଦ ଲାଗୁଛି ଦେଖନ୍ତୁ କି ସୁନ୍ଦର ଭାବରେ ଶ୍ରୀ ଶ୍ରୀ ଠାକୁରକୁ କେନ୍ଦ୍ର କରି ଆମେ ବହୁତ ଦୂର ଦୂରାନ୍ତରୁ ସମସ୍ତେ ଏକତ୍ରିତ ହେଇଛେ କେବଳ ଶ୍ରୀ ଶ୍ରୀ ଠାକୁରଙ୍କୁ ପାଇ। ଠାକୁରକୁ ଆମେ ଯଦି ପାଇନଥାନ୍ତେ ହୁଏତ ଏଇଭଳିଆ ମିଳନ ହେଇନଥାନ୍ତା। ଆଜି ବିଶ୍ଵ ଦୁନିଆକୁ ସେ ଏକ କରିଦେଇଛନ୍ତି। ଆଜି ଠାକୁର ଚାରିଆଡେ ଲୀଳା କରୁଛନ୍ତି। ପ୍ରତ୍ୟେକଟା ଜାଗାରେ ଉତ୍ସବ ହଉଛି ଆପଣ ମାନେ ଜାଣୁଛନ୍ତି ଯେ ହାଇଦ୍ରାବାଦ ରେ ହଉଛି, କୋଲକାତା, ଓଡିଶା ଚାରିଆଡେ ମାନେ ଠାକୁରଙ୍କୁ ନେଇକି ମାତୋଆରା ଚତୁର୍ଦିଗରୁ ଏବଂ ସେଗୁଡାକୁ ପରିଚାଳନା କରୁଛନ୍ତି। ଦେଖନ୍ତୁ ଶୃଙ୍ଖଳାବଦ୍ଧ ଭାବରେ ଆମର ଉତ୍ସବ ଗୁଡିକ ସମ୍ପନ୍ନ ହଉଛି। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଦେଓଘରରେ ରହି ପୁରା ସେଣ୍ଟ୍ରାଲାଇଜ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତେ ଯିଏ ଯୋଉ ଭଳିଆ ପାଳି ପାଳନ କରୁଛନ୍ତି ଆଉ ସେଇଭଳିଆ ତାଙ୍କର ଏଇ ଉତ୍ସବ ଗୁଡିକୁ ସାଫଲ୍ୟ ମଣ୍ଡିତ କରୁଛନ୍ତି। ବହୁତ ଗୁଡିଏ ଭଲ ଜିନିଷ ଆନନ୍ଦ ଲାଗୁଛି ଆମର ଏଇ ସାଧନା ଗ୍ରୁପ ଯୋଉ ଗ୍ରୁପ ରେ ଯୋଡି ହେଲା ପରେ ଯେ ସାଧନା ଟା ହିଁ ମେନ୍ ଜିନିଷ ମଣିଷର। ଠାକୁରଙ୍କୁ ଦୀକ୍ଷା ନେଇଛେ, ଆମେ ଦୀକ୍ଷା ନେଇକି ସ୍ୱସ୍ତୟନୀ ବି ନେଇଛେ। ନାମ ଧ୍ୟାନ କରୁଛୁ, ପ୍ରାର୍ଥନା କରୁଛୁ, ସବୁ କିଛି କରୁଥିଲେ କିନ୍ତୁ ନାମ ଧ୍ୟାନ ଟା ଯଦି ନଥିବ ନା ଠାକୁରଙ୍କୁ ଅନୁଭବ କରିହବ ନାହିଁ। ଏଇଟା ଆମେ ଜାଣିପାରିଲୁ ଏଇ ଗ୍ରୁପ ରେ ଯୋଡି ହେଲା ପରେ ନାମ ଧ୍ୟାନ କଲା ପରେ ଅସଲ ଜିନିଷ ଟା ବୁଝି ହେଲା ଯେ ଆମେ ଏତେ ଦିନରୁ ଦୀକ୍ଷା ନେଇଛେ, ଦୀକ୍ଷା ନେଲା ପରେ ବି ଆମର ଆଚରଣରେ ପରିବର୍ତ୍ତନ ହେଇନାହିଁ। ସ୍ୱସ୍ତୟନୀ ପାଳନ କରୁଛେ ତଥାପି ଆମର ଆଚରଣରେ ପରିବର୍ତ୍ତନ ହଉନାହିଁ। ପ୍ରାର୍ଥନା କରୁଛେ ସକାଳ ସନ୍ଧ୍ୟା ସବୁ କିଛି, ଉତ୍ସବକୁ ଯାଉଛେ, ସତ୍ସଙ୍ଗକୁ ଯାଉଛେ, ସବୁ କିଛି କରୁଛେ କିନ୍ତୁ ମନ ଭିତରେ ପରିବର୍ତ୍ତନ ସେଇଟା ଆସୁନି, ଆମର ଆଚରଣରେ ପରିବର୍ତ୍ତନ ଆସୁନାହିଁ। ଠାକୁର ଯେଟା ବାର ବାର କହିଛନ୍ତି ନାମ ଧ୍ୟାନ କଥା। ଆଉ ଶିଶି ଦାଦା ବି କହିଛନ୍ତି, ଶିଶି ବଡଦା, ଶିଶି ଆଚାର୍ଯ୍ୟ ଦେବ ସମସ୍ତେ କହୁଛନ୍ତି କିନ୍ତୁ ଆମେ ଅନୁଭବ କରିପାରୁନେ। ତ ବର୍ତ୍ତମାନର ବିଷୟ ଆଜି ଯୋଉ ଆଲୋଚନା ବିଷୟ ତ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ବିଷୟରେ କହିବି ଯେ ଠାକୁର କହିଛନ୍ତି ଇଷ୍ଟ গুরু পুরুষোত্তম প্রতি গুরু বংশধর রেত শরীরে সুপ্ত থেকে জ্যান্ত তিনি নিরন্তর। তিনি বলেছেন তো ସିଏ କହିଛନ୍ତି ସେଇଭଳିଆ ଯେ ଆଚାର୍ଯ୍ୟ ପରମ୍ପରା ମଧ୍ୟରେ ସେ ଲୀଳା ଖେଳା କରୁଛନ୍ତି। ତ ଆଚାର୍ଯ୍ୟ ପରମ୍ପରା କଥା କହିବି ନିଶ୍ଚୟ। ତ ଠାକୁରଙ୍କୁ କେନ୍ଦ୍ର କରି ହଉଛି ଏଇ ଆମେ ସମସ୍ତେ ଏକତ୍ରିତ ହେଇଥାଉ। ତ ଠାକୁରଙ୍କର ଗୋଟେ ଛୋଟ ଘଟଣା କହୁଛି ତାପରେ ମୁଁ ଆଚାର୍ଯ୍ୟ ପରମ୍ପରା ବିଷୟରେ କହିବି। ତ ଠାକୁର କାହାରିକୁ ତ୍ୟାଗ କରନ୍ତି ନାହିଁ, ସେ ସାମାନ୍ୟ ମଣିଷଟାକୁ ବି ଗୁରୁତ୍ୱ ଦିଅନ୍ତି। ଆମେ ଏଇ ଗ୍ରୁପ ରେ ବି ଦେଖିଛେ ପ୍ରତ୍ୟେକଟା ଲୋକଙ୍କୁ ଆମର ଦାଦା ମାନେ କୁହନ୍ତି ଯେ ଏଇ ବାଣୀ ଗୁଡାକ ପୋଷ୍ଟ କରିବେ, ଏଇ ମାନେ ଏତେ ଦିନରେ ଦେଖନ୍ତୁ ଲିଷ୍ଟ ଆସେ ଜାଣିବାକୁ ପାଉ କିଏ କେତେ ଦିନ ଡାଟା ଏଣ୍ଟ୍ରି ଦଉଛନ୍ତି, ତାଙ୍କର କେତେ ସେ କେତେ ପରିମାଣ ନାମ ଧ୍ୟାନ କରୁଛନ୍ତି, କି ସକାଳେ ଇଷ୍ଟଭୀତି କରିଛନ୍ତି କି ନାଇଁ, ପ୍ରାର୍ଥନା କରିଛନ୍ତି ନାଇଁ, ଏଇଭଳିଆ କେହି ଖୋଜ ଖବର ନେବେନି। ପୂଜନ ଅବିନ୍ଦାଙ୍କର ଏବେ ତାର ଗୋଟେ ଗୋଟେ ଗୀତ ଶୁଣିବେ ଯେ ଏଇ ପୃଥିବୀରେ କିଏ ଖୋଜ ନେବେ ତମାର, କେହି ଖୋଜ ନଉନାହାନ୍ତି ଆଜିକା ଡେଟରେ। ପୂଜନୀୟ ଅବିନ୍ଦାଙ୍କର ସେ ଗୀତଟା ଲିରିକ୍ସ ଟା ଏତେ ସୁନ୍ଦର ଭାବରେ ମୁଁ ଦେଖିଲି ଆଜିକା ଡେଟରେ କେହି କାହାରି ଖବର ନିଅନ୍ତିନି। କିନ୍ତୁ ଆଜି ସେ ଆଚାର୍ଯ୍ୟ ଦେବ ତାଙ୍କର ଡିପି ୱାର୍ସ ମାଧ୍ୟମରେ ଅନ୍ୟମାନଙ୍କୁ କେମିତି ଖୋଜ ଖବର ନବାର ଅଛି ସେ କହୁଛନ୍ତି। ସେ ପରବର୍ତ୍ତୀରେ ମୁଁ କହିବି, ଏବେ ଠାକୁରଙ୍କର ଗୋଟେ ଘଟଣା କହୁଛି। ଠାକୁର କାହାରି କି ବି ତ୍ୟାଗ କରନ୍ତିନି, ସେ ସାମାନ୍ୟ ମଣିଷଟି ହେଲେ ବି ତାକୁ ଗୁରୁତ୍ୱ ଦିଅନ୍ତି। ତ ଗୋଟେ ଦିନର ଘଟଣା ଶ୍ରୀ ଠାକୁର ସତ୍ସଙ୍ଗ ଆଶ୍ରମ ଦେଓଘରେ ଯେତେବେଳେ ଥିଲେ ସେତେବେଳେ ଠାକୁର ଯେତେବେଳେ ମାନେ ବସୁଥିଲେ ସେଇ ତାଙ୍କର ନା ମାନେ ଯୋଉଠି ବଡାଲ ବାଙ୍ଗଲୋରେ ଯୋଉଠି ଠାକୁର ଅଛନ୍ତି ସେଠି ଯେତେବେଳେ ସେ ବସୁଥିଲେ ସେଇ ତାଙ୍କୁ ଘେରି ବହୁତ ଭକ୍ତ ସମାଗମ ହଉଥାଏ, ବହୁତ ଦୂର ଦୂରାନ୍ତରୁ ଆସୁଥାନ୍ତି। ଠାକୁରଙ୍କର ରେଷ୍ଟ ହଉନଥାଏ, ତାହା ଦେଖି ଠାକୁର ଗୋଟିଏ ମାନେ ଯୋଉ ଯେତେବେଳେ ଦିପହରେ ସମସ୍ତେ ଉଠି ଯାଆନ୍ତି ସେତେବେଳେ ଠାକୁର ରେଷ୍ଟ ନବା ପାଇଁ ନିବୃତ କେତନ ଗୋଟେ ତିଆରି କରାଗଲା। ଆପଣ ମାନେ ଠାକୁର ବାଡି ଯାଇଛନ୍ତି ସତ୍ସଙ୍ଗ ଆଶ୍ରମ ଦେଓଘରରେ ଯେତେବେଳେ ଏଣ୍ଟାର କରୁଛନ୍ତି ସେଇ ଘଡି ଯେ ହେଇଛି ଗୋଟେ ଆପଣ ମାନେ ଜାଣିଛନ୍ତି ସେଇ ଘଡି ପାଖରେ ଯୋଉ ଘରଟା ଅଛି ଶ୍ରୀ ଠାକୁର ଏବଂ ବଡ ମାଙ୍କର ଏଇ ଯୋଉ ମୂର୍ତ୍ତି ଅଛି ଦେଖିବେ ସେଟା କେବଳ ଆମର ସେକେଣ୍ଡ ସେପ୍ଟେମ୍ବର ଯୋଉଟା ଉତ୍ସବ ହୁଏ ଆଗମନୀ ଉତ୍ସବରେ ବାହାରେ ଏବଂ ସ୍ନାନ ଉତ୍ସବରେ ବାହାରେ ସେଇ ମୂର୍ତ୍ତି ସେଇ ଯେ ଘରଟି ସେଇ ଘରଟି ହଉଛି ତାର ନାଁ ହଉଛି ନିବୃତ୍ତି କେତନ। ନିବୃତ କେତନ ସେଇ ଘରଟିର ନାଁ। ତ ସେଇଟା ତିଆରି ହେଇଛି ଠାକୁର ଯେତେବେଳେ ଭକ୍ତ ସମାଗମ ହଉଥିଲା ସେତେବେଳେ ଠାକୁର ବସୁଥିଲେ ଆଉ ଠାକୁର ଉଠି ମାନେ ସମସ୍ତେ ଯାଇ ସାରିଲା ପରେ ଦି ବେଳେ ଠାକୁର ସେଠି ଆସିକି ରେଷ୍ଟ ନଉଥାନ୍ତି। ତ ତାଙ୍କର ସେବା ପାଇଁ ଜଣେ ମା ମଧ୍ୟ ଥିଲେ ସେଇଠି ସେବା କରିବା ପାଇଁ ସେଇ କେତନରେ ଜଣେ ସେବିକା ଥିଲେ। ଗୋଟେ ଦିନ ଏମିତି ହେଇଛି ଗୋଟେ ଦମ୍ପତି ତାର ଛୁଆ ଦୁଇ ଜଣ ଛୁଆ ପିଲାକୁ ନେଇକି ସ୍ଵାମୀ ସ୍ତ୍ରୀ ଦୁଇ ଜଣ ଆସିଛନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ। ଆସୁ ଆସୁ ତାଙ୍କର ବିଳମ୍ବ ହେଇଯାଇଛି ସେଥିପାଇଁ ଠାକୁର ଯେତେବେଳେ ଉଠି ଯାଇଛନ୍ତି ଏବଂ ସେଇ ନିବୃତ୍ତ କେତନରେ ଯାଇକି ରେଷ୍ଟ ନଉଛନ୍ତି ସେତେବେଳେ ସେଇ ଦମ୍ପତି ପରିବାର ତାଙ୍କର ଛୁଆ ପିଲାକୁ ନେଇକି ଆସିକି ପଶି ଯାଇଛନ୍ତି ସେ ଘର ଭିତରକୁ ଠାକୁରଙ୍କୁ ଦର୍ଶନ ପ୍ରଣାମ କରିବା ପାଇଁ। ସେତେବେଳେ ଯୋଉ ସେବିକାଟି ଥିଲେ ସେତେବେଳେ ସେ ସେଇ ଲୋକଟିକୁ ଗାଳି দেলে କହିলে তোমরা কুকুর ছাগলের দল তোমাদের কি কোনো জ্ঞানগম্য নেই কুকুর ছাগলের দল তোমরা যখন পারো তখন ঢুকে আসো ঠাকুর এখন রেস্ট নিচ্ছে জানো না
ଏଇ କଥା କହିଲେ। ଏମିତି ମାନେ ସଙ୍ଗେ ସଙ୍ଗେ ଯେ ଏଇ ଉତ୍ତର ଶୁଣିକି ସେଇ ସେବିକାଟି ଗାଳା ଗାଳି କରୁଛନ୍ତି ଶୁଣିକି ସେଇ ଲୋକଟି, ସେ ଲୋକମାନେ ପୁରା ଅବାକ ହେଇଗଲେ। ତାଙ୍କ ଆଖିରେ ପଲକ ପଡୁନି, ସେ ତ ଠାକୁର ଆଡକୁ ଚାହୁଁଛନ୍ତି, ଆଉ ଠାକୁର ବି କିଛି କହିପାରୁନାହାନ୍ତି। ମାନେ ସେମାନେ ହଠାତ୍ ଆସିକି ଠାକୁରକୁ ପ୍ରଣାମ କରୁଛନ୍ତି ଏବଂ ସେ ସେବିକାଟି କହିଲେ, ତୁମরা কুকুর ছাগলের দল, তোমরা কি জানো না জ্ঞান গম্য নেই তোমাদের? এইଭଳିଆ ଗାଳାଗାଳି କଲେ। ଠାକୁର ଆଉ କିଛି କହିପାରୁନାହାନ୍ତି, ଚୁପ୍ ହେଇଗଲେ। ତା ପରଦିନ ଦେଖାଗଲା ଠାକୁର ଆଉ ସେ ଘର ଭିତରକୁ ପ୍ରବେଶ କରୁନାହାନ୍ତି। ସେ ଲୋକମାନେ ସେତେବେଳେ ସେଇ ପ୍ରଣାମ କରିକି ଫେରିଗଲେ, ଆଉ କିଛି କହିଲେ ନାହିଁ। କାରଣ ସେ ସେବିକା ଏମିତି ଗାଳାଗାଳି କଲେ ଶୁଣିକି ସେ ଠାକୁର ବି କିଛି କହିପାରିଲେନି, ଆଉ ସେ ଲୋକମାନେ ବି ପଳେଇଲେ। ତତ୍ପର ଦିନ ଠାକୁର କିନ୍ତୁ ଆଉ କିଛି କହିଲେ ନାହିଁ। ତତ୍ପର ଦିନ ଦେଖାଗଲା ସେତେବେଳେ ଠାକୁର ଯେମିତି ପାର୍ଲର ଘରେ ବସିଛନ୍ତି, ଆଉ ଭକ୍ତ ସମାଗମ ହେଇଛି, ତାପରେ ଯେମିତି ଯଥାରୀତି ଠାକୁର ସବୁଦିନ ଉଠି ଯାଆନ୍ତି, ସମସ୍ତେ ଭକ୍ତ ମାନେ ପ୍ରଣାମ କରି ଉଠି ଯାଉଛନ୍ତି ଏବଂ ଠାକୁର ଆସିକି ସେ ନିବୃତ୍ତି କେତନରେ ପଶିବା କଥା, କିନ୍ତୁ ସେ ଆଉ ନିବୃତ୍ତି କେତନ ସାମ୍ନାକୁ ଆସିକି ଜୁତା ଖୋଲିକି ପଶିବା ପାଇଁ ଚେଷ୍ଟା କଲେ, କିନ୍ତୁ ଆଉ ପଶିଲେ ନାହିଁ, ପୁଣି ଜୁତା ପିନ୍ଧିକି ଫେରିଗଲେ। ଏମିତି 2-3 ଦିନ ଘଟଣା ଘଟିଲା। ଏମିତି ଦେଖିକି ଯେ ଠାକୁର ସେମିତି ପାର୍ଲର ଘରୁ ଉଠିକି ଯାଉଛନ୍ତି, ନିବୃତ୍ତି କେତନକୁ ଆସୁଛନ୍ତି, ପଶିବା ପାଇଁ ଯେତେବେଳେ ଜୁତା ଖୋଲିକି ପ୍ରବେଶ କରିବା ପାଇଁ ଯାଉଛନ୍ତି, ପୁଣି ଫେରି କି ଜୁତା ପିନ୍ଧିକି ପଳେଇ ଯାଉଛନ୍ତି ସିଆଡକୁ। ଏଇ ଘଟଣା ଦେଖୁଛନ୍ତି 3 ଦିନ ହେଲାଣି। ସେ ସେବିକା ମାଆଟିର ମନରେ ଗୋଟେ କୌତୁହଳ ଜାଗ୍ରତ ହେଲା ଯେ ଠାକୁର ଆଉ କାହିଁକି ଏଇ ନିବୃତ୍ତି କେତନକୁ ଆସୁନାହାନ୍ତି। ସେତେବେଳେ ଠାକୁରଙ୍କୁ ସେଦିନ ପ୍ରଶ୍ନ কলে সেই সেবিকা মা, কইলে যে ঠাকুর আপনি কেন এই ভিতরে আসছেন না? এই ঘরে তো আপনি একটু রেস্ট নেবেন, একটু আসছেন না কেন? সেତେବେଳେ ଠାକୁର ଆଉ କିଛି କହିଲେନି, চাহুଛନ୍ତି। সেই মাটি পুনি জিদ করি কহিলে, মা ঠাকুর আপনি একটু উত্তর দিচ্ছেন না কেন, যে আপনি কেন এই ঘর ভিতরে ঢুকছেন না? সেତେବେଳେ ଠାକୁର ছଳ ছଳ আঁখিরে কହୁଛନ୍ତି, মানে কাঁদো কাঁদো ভাব ହେଇ কହୁଛନ୍ତି, যেই ঘরে আমার ছাবালরা, আমার যেই ঘরে আমার ছাবালরা প্রবেশ করতে পারে না, তারা যদি কুকুর ছাগলের দল হয়, আমি আর সেই ঘরে ঢুকে কি করব? মানে ঠাকুর কହୁଛନ୍ତି ଯୋଉ ଘରେ ମୋର ମୋର ସନ୍ତାନ ମାନେ କୁକୁର ଛାଗଳର ଦଳ, ସେମାନେ ପଶିବାର ତାର ଅଧିକାର ନାହିଁ, ତାହେଲେ ମୁଁ ସେଠି ପଶିକି କଣ କରିବି? ଏଇ କଥା ଶୁଣିଲା ପରେ ସେ ମାଟି ଜାଣିପାରିଲେ ଯେ ମୁଁ ତ 2-3 ଦିନ ଆଗରୁ ଏଇ ଗାଳାଗାଳି କରିଥିଲି କୁକୁର ଛାଗଲେর ଦୋଲ ବୋଲେ ସେଇ ଦମ୍ପତି ପରିବାରକୁ, ତାଙ୍କୁ ମୁଁ ଗାଳି ଦେଇଥିଲି। ମୋର ଭୁଲ ହେଇଛି ଠାକୁର। ସେ ନିଜେ ଜାଣିପାରିଲେ ଏବଂ ଠାକୁରଙ୍କୁ କହିଲେ, ଠାକୁର ମତେ କ୍ଷମା କରନ୍ତୁ, ଆମେ କ୍ଷମା করে দিন, আমি না জেনে ভুলে গেছি। ଠାକୁର ଆଉ ସେତେ ଦିନ ପାଖରୁ ସେଇ ଘରେ ପ୍ରବେଶ କରିନାହାନ୍ତି। ମାନେ ଠାକୁର ଏମିତି ଦରଦି, ସେ ଏମିତି ଭଲ ପାଆନ୍ତି ତାଙ୍କର ନିଜର ସନ୍ତାନକୁ, ପ୍ରତ୍ୟେକଟା ଲୋକଙ୍କୁ ସେ ଭଲ ପାଆନ୍ତି। ସେଥିପାଇଁ ସେ କହିଲେ ନା যে ତାଙ୍କୁ ଗାଳି ଦେଲାରୁ ଠାକୁରଙ୍କୁ କଷ୍ଟ ହେଲା। যে কুকুর ছাগলের দল বলেছেন, মানে সে ঠাকুরঙ্কর সন্তানକୁ କହିଛି, তাহলে ঠাকুর নিজে কষ্ট পাউଛନ୍ତି। যদি আমার সন্তানরাই কুকুর ছাগলের দল হয়, তারা যদি ঢুকার অনুমতি না থাকে, তাহলে আমি কি করে ঢুকবো? এই হচ্ଛନ୍ତି পরম দরদি শ্রী শ্রী ଠାକୁର অনুকূলচନ୍ଦ୍ର। ସେଇଥିପାଇଁ ତ ତାଙ୍କୁ ଡକାଯାଏ ପରମ ପ୍ରେମମୟ। ଦେଖନ୍ତୁ କି ସୁନ୍ଦର ଭାବରେ ସିଏ ପ୍ରତ୍ୟେକଟା ମଣିଷକୁ ଭଲ ପାଆନ୍ତି। ସମସ୍ତଙ୍କୁ ଭଲ ପାଇ ଆଜି ସାରା ଦୁନିଆକୁ ମାତୁଆର କରିଦେଇଛନ୍ତି। ଠାକୁର କହିଲେ ଲଭ୍ ଏଲୋନ୍ କ୍ୟାନ୍ କଣ୍ଟ୍ରୋଲ ଏଭ୍ରିଥିଙ୍ଗ ବିକଜ ଇଟ୍ ଇଜ ଦ ଏଲିକ୍ସିର ଅଫ ଏକ୍ସିଷ୍ଟେନ୍ସ। ଏତେ ସୁନ୍ଦର ଭାବରେ ସେ ଆମକୁ ଏଇ ଭଲ ପାଇବା ଶିଖେଇଛନ୍ତି। ତ ତାଙ୍କ ଆଦର୍ଶ ଆମେ ତ ତାଙ୍କୁ ସ୍ୱଚକ୍ଷୁରେ ହୁଏତ ଦେଖିନାହିଁ, ତାଙ୍କ ଆଦର୍ଶ ସିଏ ଲେଖିଦେଇ ଯାଇଛନ୍ତି ଏଇ ଆଚାର୍ଯ୍ୟ ପରମ୍ପରା ମାଧ୍ୟମରେ। ଶ୍ରୀ ଶ୍ରୀ ବଡଦା, ଶ୍ରୀ ଶ୍ରୀ ବଡଦା ତାଙ୍କର ବଡ ପୁଅ, ତାଙ୍କ ମାଧ୍ୟମରେ ଆମେ ଲୀଳା ଖେଳା ଦେଖୁଛୁ ଯେ ଆଚାର୍ଯ୍ୟ ପରମ୍ପରାର ମାହାତ୍ଵ କେତେ, ଠାକୁର କେମିତି ଆଚରଣ କରୁଥିଲେ ଆଉ କେମିତି ଆମକୁ ହବା ପାଇଁ ଚେଷ୍ଟା କରୁଥିଲେ। ସେଥିପାଇଁ ସେ ଆଚାର୍ଯ୍ୟ ପରମ୍ପରା ରଖିଦେଇ ଯାଇଛନ୍ତି। ତାଙ୍କର ବଡ ପୁତ୍ର, ବଡ ଯିଏ ଶ୍ରୀ ଶ୍ରୀ ବଡଦା, ଶ୍ରୀ ଶ୍ରୀ ବଡଦା ହଉଛନ୍ତି ଜୀବନ୍ତ ସତ୍ୟାନୁସରଣ। ଠାକୁର ଯାହା ଯାହା ସତ୍ୟାନୁସରଣ କହିଦେଇ ଯାଇଛନ୍ତି, ତାର ପୁରା ଜ୍ୱଳନ୍ତ ଉଦାହରଣ ଶ୍ରୀ ଶ୍ରୀ ବଡଦା ତାର ନିଜର କର୍ମରେ ସେ ନିଜେ ଦେଖେଇ ଦେଇ ଯାଇଛନ୍ତି। ଶ୍ରୀ ଶ୍ରୀ ବଡଦା କହିଥିଲେ କେବେ ହେଲେ ନିନ୍ଦା କର ନାହିଁ, କିନ୍ତୁ ମାନେ ଠାକୁର ଏଟା ସତ୍ୟାନୁସରଣ କହିଛନ୍ତି, କେବେ ହେଲେ ନିନ୍ଦା କର ନାହିଁ, କିନ୍ତୁ ଅସତ୍ୟର ବି ପ୍ରଶ୍ରୟ ଦିଅ ନାହିଁ। ମାନେ ଠାକୁର ଏଟା ସତ୍ୟାନୁସରଣ କହିଛନ୍ତି, କିନ୍ତୁ ଶ୍ରୀ ଶ୍ରୀ ବଡଦା ବି ତାଙ୍କ ଜୀବନରେ କେମିତି ସେ ପରିପାଳନ କରୁଛନ୍ତି। ମୁଁ ଗୋଟେ ଘଟଣା କହୁଛି। ଶ୍ରୀ ଶ୍ରୀ ବଡଦା ଯେତେବେଳେ ସତ୍ସଙ୍ଗ ଆଶ୍ରମ ଦେଓଘରେ ଥିଲେ, 1973 ଘଟଣା। ସେତେବେଳେ କାମିନୀ ଡେକା ଆସାମର ଜଣେ ମାନେ ବିଶିଷ୍ଟ କର୍ମୀ, ଆପଣ ମାନେ ଜାଣିଛନ୍ତି ଆମ ଓଡିଶାରେ ଯେମିତି ଆମର ସଦ୍ୟ ଡକ୍ଟର ବିନାୟକ ମହାପାତ୍ର କି ଅନ୍ୟମାନେ ଯେମିତି ବଡ ନାମ କରା ଋତିକ ଅଛନ୍ତି, ସେମିତି ଆସାମର ଜଣେ ସୁପ୍ରତିଷ୍ଠିତ ଜଣେ କର୍ମୀ କାମିନୀ ଡେକା, ସେ ଶ୍ରୀ ଶ୍ରୀ ଦାଦାଙ୍କର ବି ଅତି ପ୍ରିୟ, ତାଙ୍କର ବନ୍ଧୁ ଥିଲେ। ସିଏ ତାଙ୍କର ଯେତେବେଳେ ଯୁବକ ବୟସ, ସେତେବେଳେ ଶ୍ରୀ ଶ୍ରୀ ଠାକୁରଙ୍କୁ ଦୀକ୍ଷା ନେଲା ପରେ ସେ ଆଶ୍ରମ ଆସିଛନ୍ତି। ଆଶ୍ରମରେ ଶ୍ରୀ ଶ୍ରୀ ବଡଦାଙ୍କୁ ଆସିକି ଭେଟ କରିଛନ୍ତି ଏବଂ ଶ୍ରୀ ଶ୍ରୀ ଠାକୁର ଶ୍ରୀ ଶ୍ରୀ ବଡଦା ତାଙ୍କୁ କହିଲେ କୋଲକାତାରେ ଗୋଟେ କାମ ଅଛି, ଆପଣ ଯାଆନ୍ତୁ ସେଠି ସାଙ୍ଗରେ। ତାଙ୍କ ଆଉ ଜଣଙ୍କୁ ପଠେଇଲେ ସାଙ୍ଗକୁ, କହିଲେ ଆପଣ ମାନେ ଯାଆନ୍ତୁ କଲିକତାରେ ଗୋଟେ କାମ ଶେଷ କରିକି ଆସିବେ, ଆଉ ଆପଣ ମାନଙ୍କର ଖାଇବା ପିଇବାର ସବୁ ବ୍ୟବସ୍ଥା ମୁଁ କରିଦଉଛି।
ସେଇ ସତ୍ସଙ୍ଗ 68 ମନ୍ଦିର ଅଛି, ମନ୍ଦିରରେ ଆପଣ ମାନେ ରହିବେ, ସେଠି ମନ୍ଦିରରେ ରହିବାର ବ୍ୟବସ୍ଥା କରିଦଉଛି, ସୁବ୍ୟବସ୍ଥା ଅଛି, ସେଠି ଖାଇବା ପିଇବା ସବୁ ବ୍ୟବସ୍ଥା କରିଦଉଛି, ଆପଣ ମାନେ ଯାଇକି ସେଠି ରହିବେ ଏବଂ କାମ ଶେଷ ହେଲା ପରେ ଆପଣ ମାନେ ଫେରି ଆସିବେ ସତ୍ସଙ୍ଗ ଆଶ୍ରମକୁ। ଏଇ କଥା କହିକି ଶ୍ରୀ ବର୍ଦା ପଠେଇଲେ। ତତ୍ପରେ ସେମାନେ ଆସିଲେ କୋଲକାତା, କିନ୍ତୁ ତାଙ୍କର ଯେ ବନ୍ଧୁ ସାଙ୍ଗ ସେତେବେଳେ ସିଏ ମାନେ ତାଙ୍କ ଯେ ବୟସ ଅଳ୍ପ ବୟସ, ସେମାନେ ପୁରା ଯୁବକ ବୟସ, ସେତେବେଳେ ତାଙ୍କ ମନ ଭିତରେ ଗୋଟେ ଶଙ୍କା ଜାଗିଲା, କହିଲା ମନ୍ଦିରରେ ଯାଇକି ରହିବି, ସେଠି ନିରାମିଷ ଖାଇବି, ସେ ସବୁ ହବନି, ସେଠି ତ କିଛି ବଦମାସି କରିହବନି କି ଆମେ ଅନ୍ୟ କିଛି କାମ କରିପାରିବାନି, ତ ମନ୍ଦିରରେ ଗୋଟେ ରେଷ୍ଟ୍ରିକ୍ସନ ଥାଏ, ତ ଆମେ ମନ୍ଦିରରେ ରହିବାନି, ଆମେ କିନ୍ତୁ କାହାରି କହିବାନି, ଆମେ ତ ପଳେଇ ଆସିଲା ଟ୍ରେନରେ, କିନ୍ତୁ ଆମେ କହିବାନି କଲିକତା ଯାଉଛେ, କଲିକତାର ହୋଟେଲରେ ରହିବା କି ଅନ୍ୟ ଜାଗାରେ ରହିବା, କିଛି କହିବା ନାହିଁ। ସେମାନେ ସ୍ଥିର କଲେ ଏଇଭଳିଆ, ଆଉ ଯଥାରୀତି ସେମାନେ ଆସିକି ମନ୍ଦିରକୁ ନ ଯାଇକି ସେମାନେ ନିଜର ଆରେଞ୍ଜମେଣ୍ଟ କରିକି ହୋଟେଲରେ ରହିଲେ, ଏବଂ ହୋଟେଲରେ ରହିଲା ପରେ ତାଙ୍କର ସେଇ ସୁଟକେସ ଟା ଚୁରି ହେଇଯାଇଛି, ତାଙ୍କର ଆଟାଜି ଯୋଉ ଥିଲା ତାଙ୍କର ସେଇଟା ଚୁରି ହେଇଯାଇଛି, ଏବଂ ସେ କଥା ତ ଆଉ କିଛି କହିପାରୁନାହାନ୍ତି, ଯେମାନେ ଫେରି ଯାଇଛନ୍ତି କାମ ଶେଷ କରିକି କଲିକତାରୁ ଦେଓଘର, ଦେଓଘର ଫେରି ଗଲା ପରେ ଆଉ ମାନେ କିଛି କହୁନାହାନ୍ତି, ସବୁ ଚୁପଚାପ ଅଛନ୍ତି। ଶିଶି ବର୍ଦା ପ୍ରତିଦିନ ବିକାଳ ବେଳା ସେଇଠି ଆଶ୍ରମରେ ଗୋଟେ ଫୁଆରା ଥାଏ, ସେ ଫୁଆରାରେ କିଛି ମାଛ ଥାଏ, ସେ ମାଛକୁ ଖାଇବା ଦିଅନ୍ତି ମୁଢି, ତ 4 ପଇସାରେ ମୁଢି ଆଣନ୍ତି, ଏବଂ ଶିଶି ବର୍ଦା ସେଦିନ ଯଥାରୀତି ପ୍ରତ୍ୟେକ ଦିନ ଯେମିତି ମାଛ ମାନଙ୍କୁ ଖୁଆନ୍ତି ସେଇ ମୁଢି, ତ ଦୋକାନରୁ କିଣି ଆଣିବା ପାଇଁ ସମସ୍ତେ ଯୋଉମାନେ ପାଖରେ ରୁହନ୍ତି ସେଇ ଗୁରୁ ଭ୍ରାତା ତାମାନେ ସେମାନଙ୍କୁ ପଠାନ୍ତି ଯେ 4 ପଇସାର ମୁଢି ନେଇ ଆସ ତ ଖାଇବୁ। ସେଦିନ କଣ କଲେ, ଶିଶି ବର୍ଦା କାମିନୀ ଡାକା ତାକୁ କହିଲେ, ଏଇ নিয়ে যা তো 4 পয়সার মুড়ি নিয়ে আসবি, 5 পয়সা দেলে তাଙ୍କୁ କହିଲେ 4 পয়সার মুড়ি নিয়ে আসবি। ଏଇ କଥା କହିଲା ପରେ ପଠେଇଦେଲେ। ସେତେବେଳେକାର 4 ପଇସା 5 ପଇସାର ଦାମ କିନ୍ତୁ ବହୁତ ଥିଲା, 5 ପଇସାରେ ଦେଇକି ପଠେଇଲେ, କହିଲେ 4 ପଇସାର ମୁଢି ନିয়ে আসবি। ଏଇ କଥା ଶୁଣିକି ସେ ଚାଲିଗଲେ କାମିନୀ ଟେକାଦା ଏବଂ ମୁଢି ନେଇ ଆସିଲେ ଦୋକାନରୁ। ଦୋକାନରେ খুচুরা ନଥିଲା, ସେଥିପାଇଁ 4 ପଇସାରେ ତ ମୁଢି ଦେଲେ, କିନ୍ତୁ ଟଙ୍କାଟେ 1 ପଇସାର ଯୋଉ 5 ପଇସା ଦେଇଥିଲେ, ସେ 5 ପଇସାର 1 ପଇସା ନ ଫେରତ ଦେଇକି ଆହୁରି ଏକ୍ସଟ୍ରା ମୁଢି ଦେଇଦେଲେ, ଆଉ ସେ ନେଇ ଚାଲି ଆସିଛନ୍ତି। ଆଣିକି ଶିଶି ବର୍ଦାକୁ ଦେଲେ, ବର୍ଦା ଶିଶି ବର୍ଦା ଯଥାରୀତି ସେ ମାଛ ମାନଙ୍କୁ ଫିଡିଂ କରେଇଲେ, ସେ ମାଛ ମାନେ ଖାଉଛନ୍ତି, ଏବଂ ଯେତେବେଳେ ଫେରି ଯାଉଛନ୍ତି, ଫେରିଯିବା ପଥରେ ଶିଶି ବର୍ଦା ପଚାରୁଛନ୍ତି, এই তোকে কত পয়সার মুড়ি আনতে বলেছিলাম রে? সেତେବେଳେ ସେ କହିଲେ, ଆଗେ 4 পয়সার মুড়ি আনতে বলেছিলেন। ତାପରେ ବର୍ଦା ଆଉ କିଛି କହିଲେନି, ଚୁପ ହେଇଗଲେ, ପୁଣି ଆଗେଇ ଚାଲିଲେ। ଆଗେଇ ଚାଲୁଛନ୍ତି, ସମସ୍ତେ ପାଖରେ ପାଖରେ ଚାଲୁଛନ୍ତି ସାଙ୍ଗରେ ପଛରେ। ସେତେବେଳେ ପୁଣି ବର୍ଦା ପଛକୁ ଘୁରି ପଚାରୁଛନ୍ତି, এই তোকে কত পয়সার মুড়ি আনতে বলেছিলাম? আবার সে মানে কিছু সেই দাদা উত্তর দিলে যে 4 পয়সার মুড়ি আনতে বলেছিলেন, এই কথা বললেন। তারপরে আবার কিছু দূর এগিয়ে গেলেন, এগিয়ে যাওয়ার পরে আবার জিজ্ঞেস করছেন শিশি বর্দা, এই আজকে কত পয়সার মুড়ি এনেছিলি? বলছে আগে 4 পয়সার মুড়ি আনতে বলেছিলেন আপনি। এই କଥା କହୁ କହୁ ଆଉ ଶିଶି ବର୍ଦା କିଛି କହୁନାହାନ୍ତି। ଯେତେବେଳେ ପହଞ୍ଚି ଗଲେ ଶିଶି ବର୍ଦାଙ୍କ ତାଙ୍କ ଘରକୁ, ବର୍ଦା ବାଡିକୁ ଯେତେବେଳେ ପହଞ୍ଚି ଗଲେ ଏବଂ ବର୍ଦା ଉଠିଯିବେ ଯେତେବେଳେ ସିଡିରେ, ସେତେବେଳେ পচারচন্দি ঘুরিকি, এই তোকে কত পয়সার মুড়ি আনতে বলেছিলাম? সেতেবেলে সে দাদা কামিনী ডাকা দাদা কହୁଛନ୍ତି, আগে আপনি 4 পয়সার মুড়ি আনতে বলেছিলেন, কিন্তু দোকানে ভাঙানি ছিল না, তাই আমি 5 পয়সার মুড়ি নিয়ে এসেছি। তিনি এক্সট্রা কিছু দিয়েছিলেন মুড়ি, আমি 5 পয়সার মুড়ি নিয়ে এসেছিলাম। সেতেবেলে শিশি বর্দা কହୁଛନ୍ତି, যার 4 পয়সার মুড়িতে 5 পয়সার দাম নেই, যার 5 পয়সার মুড়িতে 4 পয়সার গন্ডগোল হয়, তার এটাজি চুরি হবে না, তার কার এটাজি চুরি হবে। এইଭଳିଆ ଶିଶି ବର୍ଦା ଯେତେବେଳେ କହିଲେ, ସେ ଚମକି ଗଲେ, କହିଲେ ମୁଁ ତ କାହାରିକି କହିନାହିଁ ଯେ ମୋର ଏଟାଜି ଚୁରି ହେଇଯାଇଛି। ସେ କାହିଁକି ଏମିତି ଶିଶି ବର୍ଦା କହିଲେ? এইଭଳିଆ ଅନ୍ତର୍ଜାମୀ ଶିଶି ବର୍ଦା ସେ କହୁଛନ୍ତି, ବାର ବାର ରିପିଟ କରିକି ପୁଣି ବର୍ଦା କହିଲେ, যার 5 পয়সা মুড়িতে 4 পয়সার গন্ডগোল, তার এটাজি চুরি হবে না, তা কার হবে? মানে ଏମିତି ଅନ୍ତର୍ଜାମୀ ସିଏ କହିଲେ। ଶିଶି ବର୍ଦା ତାପରେ ଗଲେ, ମାନେ থমকি গলে। সেতেବେଳେ কামিনী ডেকাদা কহিলে, দাদা আমাকে ক্ষমা করে দিন, আমি কলকাতাতে গিয়েছিলাম আমার বন্ধুর, ମୋ ବନ୍ଧୁର କଥାରେ ପଡି ମୁଁ ହୋଟେଲରେ ଥିଲି, ଏବଂ ହୋଟେଲରେ ମୋର ଏଟାଜି ଚୁରି ହେଇଥିଲା, ମୁଁ ତ ଜାଣି ନାହିଁ। ଆପଣ କେମିତି ଜାଣିଲେ? ମୁଁ তো কাহারিকে কিছু কহি নাই, কিন্তু আপনি কেমতি জানলে? শিশি বর্দা কইলে, শোন, আমি তোকে 5 পয়সা দিয়েছিলাম, 5 পয়সা দিয়েছিলাম, 4 পয়সার মুড়ি আনতে বলেছিলাম, কিন্তু 1 টাকা 1 পয়সা তুই নষ্ট করলি ঠাকুরের টাকা। কিন্তু সেই 4 পয়সার মুড়ি বদলে 5 পয়সার যে মুড়ি আনলি, সে মুড়িটা যে মাছগুলো খেলো, সে মাছগুলো খেয়ে তাদের চরিত্র স্খলন হলো। কারণ তারা প্রত্যেক দিন 4 পয়সা করে যে মাপের মুড়িটা নেওয়া আছে, তারা সেটা খায়। আজকে যে বাড়তি মুড়িটা নিয়ে আসলি, আଜି যে বেশি মুড়িটা নিয়ে আসিলু, ସେମାନେ যে ଖାଇଲେ, କାଲି ସେମାନେ ଭାବିବେ ଯେ ଆଜି ବି ତ ବେଶୀ ମୁଢି ମିଳିବ, ମିଳିଲାନି କଣ ପାଇଁ, ସେମାନଙ୍କର ମନ ଭିତରେ ଗୋଟେ ପ୍ରଭାବ ପଡିବ। ସାମାନ୍ୟ ଜିନିଷ ଦେଖନ୍ତୁ, ଆମେ 4 ପଇସାରୁ 5 ପଇସା କେମିତି ଆମେ ହିସାବ
ଆମେ ହେଲେ ବି ସେମିତି କରିଥାନ୍ତେ ମନେ ହଉଛି। ଆମେ ବି ବହୁତ ଜୀବନରେ ଆମେ ଏମିତି ଘଟେଇଛୁ, କିନ୍ତୁ ଶିଶି ପର୍ଦା କଣ୍ଟାରେ କଣ୍ଟାରେ ଚଳିବା ପାଇଁ ଶିଖେଇଛନ୍ତି। ଏଇଭଳିଆ ସେ ଆମ ଜୀବନକୁ କେମିତି ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛନ୍ତି, ଯେ 4 ପଇସା ମୁଡିତେ ଓ 5 ପଇସା ଯେନ ଗଣ୍ଡଗୋଳ ନା হয়, ମାନେ ସଠିକ ଚଳିବାକୁ ପଡିବ। এইভଳିଆ ସେ ଆଚାର୍ଯ୍ୟ ପରମ୍ପରା ସେ ଆଚରଣ କରି ଦେଖଉଛନ୍ତି, ଯେ ଠାକୁର ଯୋଉ ଭଳିଆ କହିଛନ୍ତି কাঁটায় কাঁটায় চলতে হবে। তুমি তোমার, ঠাকুর কইলে যে তুমি তোমার নিজের দেশের, এই সত্যানুসরণ ঠাকুরঙ্কর বাণী ଅଛି ଦେଖିବେ কি সুন্দর বাণী। কହୁଛନ୍ତି তুমি তোমার নিজের পরিবারের, নিজের নিজ পরিবারের, দেশের দোষের আগামী ভবিষ্যৎ জন্য দায়ী। ତାହେଲେ ଭାବନ୍ତୁ ଆମେ କେମିତି ଦାୟୀ ହଉଛୁ। ଏଗୁଡା ତ ଆମେ ଏଇ ବାଣୀ ଗୁଡା ପଢୁଥିଲେ କିନ୍ତୁ ତାର ମର୍ମ ବୁଝି ପାରୁନଥିଲେ। ଯେତେବେଳେ ଏଇ ଆଚାର୍ଯ୍ୟ ପରମ୍ପରା ମାଧ୍ୟମରେ ତାଙ୍କର ସଙ୍ଗ ପାଇବା ମାଧ୍ୟମରେ ଆମେ ଜାଣିପାରୁଛୁ ଏଇ ଜିନିଷ ଗୁଡା ଠାକୁର କହି ଯାଇଛନ୍ତି, ଆମକୁ ଏଇଭଳିଆ ଚଳିବାକୁ ପଡିବ। ତ ଏଇଭଳିଆ ସେ ଲୀଳା ଖେଳା କରୁଛନ୍ତି। ଆମେ ଦେଖିଛୁ ଶ୍ରୀ ଦାଦାଙ୍କୁ, ସେ ଯେତେବେଳେ ଶ୍ରୀ ବର୍ଦା ଯେତେବେଳେ ଦେହ ତ୍ୟାଗ କଲେ, ସେତେବେଳେ ଆଚାର୍ଯ୍ୟ ଭାବେ ଆମର ଶ୍ରୀ ଦାଦା, ଶ୍ରୀ ଆଚାର୍ଯ୍ୟ ଦେବ ଭାବରେ ସେ ନିଜର ଦାୟିତ୍ୱ ତୁଳେଇଲେ ଏବଂ ସମାଜକୁ ଦେଖେଇ ଦେଲେ କେମିତି ଆଚରଣ କରିବାକୁ ପଡିବ, କେମିତି ଆଚରଣ ସିଦ୍ଧ ପୁରୁଷ ହବାକୁ ପଡିବ। ଠାକୁର କହିଥିଲେ যে দেব দেবতা হাজার জরিস আচার্য যারিষ্ট নয়, স্পষ্টতর বুঝে রাখিস জীবন চলার নিহাত ভয়। ମୁଁ ନିଜେ ଦେଖିଛି ଶ୍ରୀ ଦାଦାଙ୍କୁ, ମୋର ଦେଖିବାର ବି ସୌଭାଗ୍ୟ ହୋଇଛି। ତାଙ୍କୁ ମୁଁ ଦେଖିଛି ଶ୍ରୀ ଦାଦା, ତାଙ୍କର ବହୁତ ଘଟଣା ତାଙ୍କୁ ମୁଁ ଦେଖିଛି। ଗୋଟେ ଦିନର ଘଟଣା, ଶ୍ରୀ ଦାଦା ନାଟ ମଣ୍ଡପରେ ବସିଛନ୍ତି, ସେତେବେଳେ ସେ ଆଚାର୍ଯ୍ୟ ଦେବ ଥିଲେ। ନାଟ ମଣ୍ଡପରେ, ସେଇ ବର୍ଦାବାଡିର ନାଟ ମଣ୍ଡପରେ ଖଟ ଉପରେ ବସିଛନ୍ତି। ଶୁଭ୍ର ଆସନ, ସୁନ୍ଦର ଭାବରେ ଧଳା ଚଦର ବିଛା ହେଇଛି ଏବଂ ଆଚାର୍ଯ୍ୟ ଦେବ ଉପରେ ବସିଛନ୍ତି, ମାନେ ଶ୍ରୀ ଦାଦା ସେତେବେଳେ ବସିଛନ୍ତି ଉପରେ। ଏବଂ ତଳେ ବିଶିଷ୍ଟ, ବହୁ ବିଶିଷ୍ଟ ମଣିଷ, ଆମର ପବିତ୍ରତା ଆହୁରି ଅନ୍ୟମାନେ ସବୁ ବସିଛନ୍ତି, ଆମର ସଞ୍ଜୀବ ମଣ୍ଡଳ ଦା ଆହୁରି ଅନ୍ୟମାନେ ସମସ୍ତେ ବସିଛନ୍ତି। ଆମେ ସେତେବେଳେ ପଶିବାକୁ ମୋର ସୁଯୋଗ ହଉଥିଲା, ଭିତରେ ଯାଇକି ଆମେ ବସୁଥିଲୁ ଆଚାର୍ଯ୍ୟ ଦେବଙ୍କ ପାଖରେ, ମାନେ ଶ୍ରୀ ଦାଦାଙ୍କ ପାଖରେ ସେତେବେଳେ ଯାଇକି ବସୁଥିଲୁ। ସେତେବେଳେ ପାଖରେ ସେଦିନ ଥିଲା ଏଇ ଏପ୍ରିଲ ମାସର ଗରମ, ବହୁତ ଗରମ ପଡିଛି। ଏପ୍ରିଲ ମାସର ଉତ୍ସବ, ଉତ୍ସବ ମାନେ ସତ୍ସଙ୍ଗରୁ ଅଫିସିଆଲି କ୍ୟାନସେଲ କରାଯାଇଛି ବହୁତ ଗରମ କାରଣରେ, ଯେ ସତ୍ସଙ୍ଗ ଆଶ୍ରମରେ ପାଣି ସଟେ, ସେଥିପାଇଁ ଉତ୍ସବର ସ୍ଥଗିତ ରଖାଯାଇଛି। କିଛି ଲୋକ ତଥାପି ଯାଇଛନ୍ତି, ଆମେ ମାନେ ଯାଇଥିଲୁ ସେଦିନ। ସେଦିନ ବହୁତ ଗରମ, ଦୁଇ ପରବେଳେ ଶ୍ରୀ ଦାଦା ଦେଖୁଛନ୍ତି ସିଢିବଦ୍ଧ ଭାବରେ ଅନେକ ଲୋକ ଦର୍ଶନାର୍ଥୀ ଯୋଉମାନେ ଆସିକି ଭକ୍ତ ସମାଗମ ହେଇଛି, ସେମାନେ ଆସିକି ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରଣାମ କରୁଛନ୍ତି ଏବଂ ଯାଉଛନ୍ତି। କିନ୍ତୁ ଅସହ୍ୟ ଗରମ, ବହୁତ ଗରମ, ଏତେ ଗରମ ହଉଛି କେହି ସମ୍ଭାଳି ପାରୁନାହାନ୍ତି, ବହୁତ ଗରମ ପଡିଛି। ଶ୍ରୀ ଦାଦା ଦେଖୁଛନ୍ତି ଅନ୍ୟମାନଙ୍କୁ, ବହୁତ ଦୂରକୁ ଚାହୁଁଛନ୍ତି, ବହୁତ ଦୂରକୁ ଚାହୁଁଛନ୍ତି ଏବଂ ମନେ ମନେ ମାନେ କଷ୍ଟ ପାଇଲା ଭଳିଆ ଆମେ ଦେଖୁଛୁ ତାଙ୍କୁ। ସେ କିଛି କହୁନାହାନ୍ତି, ଚୁପଚାପ ବସୁଛନ୍ତି ଏମିତି ଝୁଙ୍କିକି, ଦୁଇ ଆଣ୍ଠୁରେ ହାତ ରଖିକି ଏମିତି ଝୁଙ୍କିକି ବସୁଛନ୍ତି ଏବଂ ଦୂରକୁ ଚାହୁଁଛନ୍ତି। ତାପରେ ଟିକେ ଠେସିକି ଡାହାଣ ପଟକୁ ଡେରି ପଡିକି ସେଇ ବାଲିଶ ତକିଆରେ ଡେରି ପଡିକି ଗୋଟେ ଖାତା ନେଇକି କିଛି ଲେଖିଲେ, ଲେଖିକି ପୁଣି ରଖିଦେଲେ, ପୁଣି ଏମିତି ବସିଲେ ଏବଂ ଦୁଲୁଥୁଲାଇ ନିଜେ ନିଜେ ଦୁଲୁଥାନ୍ତି ଏବଂ ଅନ୍ୟମାନଙ୍କୁ ଚାହୁଁଥାନ୍ତି। ହଠାତ୍ କରି ଦେଖାଗଲା ସେଇଠି, ସେ ସାମ୍ନାରେ ଶ୍ରୀ ଦାଦା, ଏବେ ଯୋଉ ନାଟ ମଣ୍ଡପ ସାମ୍ନାରେ ଗୋଟେ ଗଛ ଅଛି, ସେଇ ଗଛରେ କିଛି ମହୁ ପକା ଆସିକି ବସିଲେ, ବହୁତ ମହୁମାଛି, ବହୁତ ମହୁମାଛି ଆସିକି ବସିଲେ। ଏବଂ ମହୁମାଛି ଯେତେବେଳେ ବସୁଛନ୍ତି, ସେଠି ଯେ ଫ୍ୟାନ ଟା ହାଲକା ହାଲକା ଘୁରୁଛି ଶ୍ରୀ ଦାଦାଙ୍କ ଉପରେ, ଯୋଉ ଫ୍ୟାନ ଟା ଘୁରୁଛି ନାଟ ମଣ୍ଡପରେ, ଆଉ ସେ ଫ୍ୟାନ ରେ ବାଜିକି କିଛି ମହୁମାଛି ମରିକି ପଡୁଛନ୍ତି ସେଠି ବି ତଳେ। ଏବଂ ପୂଜନୀୟ ବିଙ୍କିଦା ବି ମଧ୍ୟ ଡାହାଣ ପଟରେ ସେପଟେ ବସିଛନ୍ତି ଏବଂ ବାର ବାର କହୁଛନ୍ତି ବାବା ଉଠେ ଗেলে ভালো হয়, উঠে গেলে ভালো হয়। ଶ୍ରୀ ଦାଦା କିନ୍ତୁ ପୁରା ଚୁପ ହେଇକି ବସିଛନ୍ତି, କିଛି କହୁନାହାନ୍ତି। ଏବଂ ପୂଜନୀୟ ବିଙ୍କିଦା ବି ତଳେ ବସିକି ଅସ୍ୱସ୍ତି ବୋଧ କରୁଛନ୍ତି। ଆଉ ଆମେ ମାନେ ତ ପୁରା ବହୁତ ଅସ୍ୱସ୍ତି ବୋଧ କରୁଛୁ, କାରଣ ଆମ ମୁଣ୍ଡ ଉପରେ ପୁରା ମହୁ ମାଛି ଗୁଡିକ ଉଡୁଛି। ଆଉ ଶ୍ରୀ ଦାଦା ତ ଉପରେ ବସିଛନ୍ତି ଖଟ ଉପରେ, ତାଙ୍କ ଉପରେ ତ ବହୁତ ରିକ୍ସ, ଆମେ ଭାବୁଛୁ ତାଙ୍କୁ କାମୁଡି ଦବ ବୋଧେ, ଆହୁରି ରିକ୍ସ। ସେଥିପାଇଁ ପୂଜନ ବିଙ୍କିଦା ବିବ୍ରତ ହେଇକି କହୁଛନ୍ତି ବାବା ଉଠେ ଗেলে ভালো হয়। କିନ୍ତୁ ଶ୍ରୀ ଦାଦା ଗୋଟେ ଲୟର ଚାହିଁଛନ୍ତି ବାହାରକୁ, ଦୂରକୁ, କିଛି କଥା ଶୁଣୁନାହାନ୍ତି, ତାଙ୍କ କଥା ବି ମାନେ କେୟାର କରୁନାହାନ୍ତି, ଚୁପଚାପ ବସିଛନ୍ତି। ପୂଜନ ବିଙ୍କିଦା ଦୁଇ ତିନି ଥର ମାନେ ଶ୍ରୀ ଦାଦାଙ୍କୁ କହିବାକୁ ଚେଷ୍ଟା କଲେ ଏବଂ ଶ୍ରୀ ଦାଦା ତାଙ୍କ କଥାକୁ କର୍ଣ୍ଣପାତ କଲେ ନାହିଁ, ସେଥିପାଇଁ ଚୁପଚାପ ବସି ରହିଲେ। ଦେଖାଗଲା ସେଇଠି ଯୋଉ ପରିତୋଷ ଦା ଥିଲେ ବାଁ ପଟେ ଛିଡା ହୁଅନ୍ତି ଏବଂ ବାଁ ପଟେ ଆମେ ଡାହାଣ ପଟେ, ମାନେ ଶ୍ରୀ ଦାଦାଙ୍କର ବାଁ ପଟେ ଏବଂ ଡାହାଣ ପଟେ ଛିଡା ହୁଅନ୍ତି ଆମର ଯୋଉ କୈଳାସ ତ୍ରିପାଠୀ ଦାଦା, ଶ୍ରଦ୍ଧେୟ କୈଳାସ ତ୍ରିପାଠୀ ଓଡିଆ ବାଣୀ ପାଠ କରନ୍ତି ଯୋଉ ଠାକୁର ବାଡିରେ, ସେ ବସନ୍ତି ବାଁ ପଟରେ, ମାନେ ଶ୍ରୀ ଦାଦାଙ୍କର ଡାହାଣ ପଟରେ, ଆଉ ଶ୍ରୀ ଦାଦାଙ୍କର ବାଁ ପଟରେ ଯେ ପରିତୋଷ ଦା ସେ ଠିଆ ହେଇଛନ୍ତି। ସେ କହୁଛନ୍ତି, ସେ ଛଟପଟ କରୁଛନ୍ତି, ସେ ମହୁମାଛି ମାନଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି ହାତରେ। ହଠାତ୍ କରି ଦେଖାଗଲା ଏଠି ସେମାନେ ଏତେ ଲୋକ ସେଠି ବସିଛନ୍ତି, କାହାରିକି କି ମହୁ ପକା କିଛି କହିଲାନି ଏବଂ ସେ ପରିସ୍ଥିତି ତାଙ୍କ ଓଠରେ ଗୋଟେ ମହୁ ପକା କାମୁଡି ଦେଲା। ସଙ୍ଗେ ସଙ୍ଗେ ଦେଖାଗଲା ତାଙ୍କର ମୁହଁ ଟା ଫୁଲିଗଲା ଏବଂ ସିଏ କଷ୍ଟ ପାଉଛନ୍ତି, ଆଖିରେ ପାଣି ଝରୁଛି ଏବଂ
ପୂଜନ ବିଙ୍କି ଦାଦାଙ୍କୁ ଇସାରା ଦେଲେ, ନେଇ ଚାଲିଗଲେ ଏବଂ ସେଇଠି ଆମର ଶ୍ରଦ୍ଧେୟ ଡାକ୍ତର ବାବୁ ଥିଲେ ଜଣେ, ତାଙ୍କୁ ନେଇକି ସିଆଡେ ଟ୍ରିଟମେଣ୍ଟ କଲେ ଏବଂ ଶିଶି ଦାଦା କିଛି ସମୟ ପରେ ସମସ୍ତେ ଚୁପଚାପ ରହିଲେ ଏବଂ ଶିଶି ଦାଦା ସେତେବେଳେ କହିଲେ ସେତେବେଳକୁ 5-10 ମିନିଟ କାଟିଗଲା ତ ମୁହଁ ପକା ମାନେ ସବୁ ବସି ଗଲେ ସେ ଗଛରେ ଚୁପଚାପ ସାଇଲେଣ୍ଟ ହେଇଗଲେ ସମସ୍ତେ। তারপরে সিসি দাদা বলছে প্রকৃতি যদি প্রকৃতি না হয় প্রকৃতি তোমাকে কদাপি মাফ করবে না। এইটা ବି ମୁଁ ଦେଖିଛି କୋଉଠି ଗୋଟେ ବାଣୀରେ ମନେ ପଡୁନି, ଯଦି ପ୍ରକୃତ ନା ହও ପ୍ରକୃତି তোমাকে ସାହାଯ୍ୟ করবে না, যদি প্রকৃত হও তাহলে প্রকৃতি তোমাকে সাহায্য করবে। শিশি দাদা কହୁଛନ୍ତି ঠাকুর কি এমনি বলেছেন, মানে শিশি দাদা এমনি কହୁଛନ୍ତି ঠাকুর কি এমনি বলেছেন, সে তো তার তো আমি কোনো ক্ষতি করি নাই, তারা আমাকে কেন ক্ষতি করবে। এই କଥା ସେ ବୁଝେଇ ଦେଲେ ଯେ କେମିତି ଆମକୁ ଆଚରଣ କରିବାକୁ ପଡିବ। তুমি ଯଦି କାହାର କ୍ଷତି କରିନାଅ ମାନେ କାହାରି କ୍ଷତି କରିନାଅ, ଠାକୁରଙ୍କର ଗୋଟେ ବାଣୀ ଅଛି ଯୋଉ একটা পিপিলিকার যেন মানে কষ্ট না পায় তোমার দ্বারা, তোমার আচরণের যেন একটা পিপিলিকাও যেন কষ্ট না পায়। ତାହେଲେ ତାଙ୍କ କଥାକୁ ସେ କେମିତି କଣ୍ଟାରେ କଣ୍ଟାରେ ପାଳନ କରୁଛନ୍ତି। ଗୋଟେ ପିପିଲିକା ଯେମିତି କଷ୍ଟ ନ ପାଏ ସେ ଚିନ୍ତା କରନ୍ତି, ଆଉ ଇଏ ଗୋଟେ ମାଛି ଯେମିତି ବି କଷ୍ଟ ନ ପାଏ ସେ ଚିନ୍ତା କରୁଛନ୍ତି। ଶିଶି ଦାଦା ତାଙ୍କ ଆଚରଣରେ ସେ ଦେଖେଇ ଦେଲେ। ଆମେ ତ କେତେ ଲୋକଙ୍କୁ କେତେ ଜୀବକୁ ହତ୍ୟା କରିଦଉ, ଆମର ମାନେ ଜ୍ଞାନ ଗମ୍ଭୀର ରହିକି ବି ଜାଣି ଶୁଣିକି ବି ଆମେ ମାରୁ। ଆମର ବହୁତ କଷ୍ଟ ହୁଏ ସେଇ କଥା ଗୁଡା ଏବେ ଭାବିଲା ବେଳକୁ ବହୁତ କଷ୍ଟ ହଉଛି। ମୁଁ ନିଜେ ଜୀବନରେ ମୁଁ ଦେଖିଛି, ମୁଁ ଯେତେବେଳେ କଲେଜରେ ପାଠ ପଢୁଥାଏ ଯେତେବେଳେ ସେ ପାଣି କୁଣ୍ଡରେ ଯେତେବେଳେ ପାଣି ପଡୁଥାଏ ଆମେ ମୂଷାକୁ ଧରୁଥାଉ ଜନ୍ତାରେ ଧରିକି ନେଇକି ସେ ପାଣିରେ ଛାଡୁଥାଉ ଶୀତ ଦିନରେ, ଏବଂ ସେ ଶୀତରେ ଯେମିତି ଥରୁଥାଏ ବହୁତ କଷ୍ଟ, ଆମେ କେତେ ଆନନ୍ଦ ପାଉଥାଉ କେତେ ଖୁସି ପାଉଥାଉ। ଆଉ ସେତେବେଳେ ତ ଆମେ ଦୀକ୍ଷା ନେଇନଥିଲେ ଜାଣିନଥିଲେ, କଲେଜରେ ବଦମାସି କରୁଥିଲେ ସେତେବେଳେ ବହୁତ ବଦମାସ। ଆଉ ଆଜିକା ଡେଟ ରେ ସେଇ କଥା ଆମକୁ ମନେ ପଡିଲେ ମାନେ ମନ ଭିତରେ ବହୁତ ଦୁଃଖ କଷ୍ଟ ବେଦନା ଆସେ ଯେ ଠାକୁର ମୁଁ ଯଦି ଆପଣଙ୍କୁ ନ ଧରିଥାନ୍ତି ତାହେଲେ ଅନ୍ୟର ଦୁଃଖ କଷ୍ଟ ବେଦନାଟା ଆମେ ଜାଣି ପାରିନଥାନ୍ତୁ, ଅନ୍ୟକୁ କେମିତି କଷ୍ଟ ଦିଆଯାଏ। ଠାକୁର ଅନ୍ୟ ବାঁচায় ନିଜେ থাকে ଧର୍ମ বলে জানিস থাকে। କେତେ ମାନେ ଦରଦ ହୁଏ ଯେ ଆମେ କେତେ କଷ୍ଟ ଦେଇଛି ସେଇ ମୂଷାଟାକୁ ଆମେ ପାଣିରେ ପକେଇଛୁ ଥଣ୍ଡାରେ ସେ ଥରୁଥିବ ଆଉ ଆମେ ତାକୁ ଆନନ୍ଦ ନଉଥିବୁ। ଆଉ ଆଜିକା ସମାଜରେ ସେୟା ଘଟୁଛି, ଅନ୍ୟର ଅମଙ୍ଗଳ କରିକି ଅନ୍ୟମାନେ ଆନନ୍ଦ ପାଆନ୍ତି। এটা ସମାଜର ନୀତି ଏବେ ଚାଲିଛି ଆମେ ଦେଖିବାକୁ ପାଉଛୁ। କିନ୍ତୁ ଆମେ ସତ୍ସଙ୍ଗୀ ମାନେ ଚେଷ୍ଟା କରୁ ଅନ୍ୟକୁ କେମିତି ଖୁସିରେ ରଖିବା ପାଇଁ, ଅନ୍ୟକୁ ଆନନ୍ଦ ଦେବା ପାଇଁ। ଶ୍ରୀ ଆଚାର୍ଯ୍ୟ ଦେବ ମୁଁ କହିବି ଆହୁରି ପ୍ରସଙ୍ଗରେ কি সুন্দর ভাবে শ্রী শ্রী আচার্য দেব କହିଛନ୍ତି যে নিজের খাবারটা একদিন যদি অন্যকে খাইয়ে দেখবে, যারা ভুকার্ত থাকে যারা মানে খিদার্থ থাকে তাদেরকে খাইয়ে দেখবেন কত আনন্দ পাওয়া যায়। সেটা আমি আজি অনুভব করু যে অন্যକୁ খুয়েଇକି কেମିତି ଆନନ୍ଦ। ଆଜି ଗୋଟେ ଉତ୍ସବ ଥିଲା, ସେଇ ଉତ୍ସବରେ ଆଲୋଚନା ହଉଥିଲା ବହୁତ ସୁନ୍ଦର ଆଲୋଚନା। ଶ୍ରୀ ଠାକୁରଙ୍କୁ ଯେ ମାନେ ଖାଇବା ପାଇଁ କେହି ଠାକୁରଙ୍କ ପାଖକୁ ଆସି ପହଞ୍ଚିଲେ ଆଗେ খেয়েছিস কিনা জিজ্ঞেস করেন যে যাও খেয়ে আসো। ଆଜି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ତାଙ୍କ ନିର୍ଦ୍ଦେଶ କ୍ରମେ ଦେଖନ୍ତୁ ଆନନ୍ଦ ବଜାର ବିଲ୍ଡିଂ କେତେ ବଡ ବିଲ୍ଡିଂ, ସତ୍ସଙ୍ଗ ଆଶ୍ରମ ଦେଓଘରରେ କେତେ ବଡ ବିଲ୍ଡିଂ। ସେ ବିଲ୍ଡିଂ ରେ ମାନେ ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯେ କେହି ଆସିଲେ ବି ସେଠି ପ୍ରସାଦ ପାଉଛନ୍ତି। ପ୍ରଥମ ପ୍ରଥମ କିଛି ଦିନ ରେଷ୍ଟ୍ରିକ୍ସନ କରିଦେଇଥିଲେ ଯେ ଟାଇମିଂ କରିଦେଲେ ଏଇ ଟାଇମ ରେ ଯାଇ ଖାଇବେ, ଆଉ ଯୋଉମାନଙ୍କର କାର୍ଡ ଥିବ ସେମାନେ ଯାଇକି ପଶି ପାରିବେ। কিন্তু শ্রী শ্রী আচার্য দেব দেখলে তাঙ্কর সেটা সে নিজে হটাই দিলে, কলে না 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 কার্ড সিস্টেম হবে না, সকলের জন্য আনন্দ বাজার সকলে গিয়ে খাবেন। ଆଉ ସେଇଠି ଯାଇକି ସମସ୍ତେ ଆଜିକା ଡେଟରେ ଯେ କେହି ମଣିଷ ଯାଇକି ସେଠି ଆଜି ଆନନ୍ଦ ବଜାରରେ ପ୍ରସାଦ ପାଉଛନ୍ତି। ତେଣୁ ସେ କେତେ ଚିନ୍ତା କରନ୍ତି ଏଇ ସମାଜ ପାଇଁ। ଏଇ ଆଚରଣ ସିଦ୍ଧ ପୁରୁଷ ଯଦି ନଥାଏ ଆମ ଜୀବନରେ ଆମେ ଜାଣିପାରିବୁ ନାହିଁ। এইଥିପାଇଁ ଆଚାର୍ଯ୍ୟ ଦରକାର। ଆମେ ଦେଖିଛୁ ଏ ଯେ ଆଚାର୍ଯ୍ୟ ପରମ୍ପରା ମାଧ୍ୟମରେ ଆମେ କେମିତି ଚଳିବୁ। କିଛି ଦିନ ଆଗରୁ ଆପଣ ମାନେ ଜାଣିଛନ୍ତି ଯେ ଆମର ସ୍ନେହାଶିଷ ପାଢୀ ସାର୍ ଅଛନ୍ତି, ତାଙ୍କର ପିତୃ ବିୟୋଗ ଘଟିଲା। ସିଏ ତଥାପି ଠାକୁରଙ୍କୁ ନିଷ୍ଠା ବଜାୟ ରଖିଛନ୍ତି। ବିପଦରେ କେମିତି ଠାକୁରଙ୍କର ଏଇ ବାଣୀ ଅଛି ଯେ ବିପଦରେ ଯେମିତି ମାନେ ତୁମେ ହତାଶ ନାହିଁ ହୁଅ, ହତାଶ ହବ ନାହିଁ। ଯେ ଠାକୁର ମାନେ ଆମକୁ ଧୈର୍ଯ୍ୟ ଧରିବା ପାଇଁ କହିଛନ୍ତି ଯେ ଧୈର୍ଯ୍ୟ ଧର ବିପଦ କେଟେ ଯାବେ। ସେଗୁଡାକୁ ଆମେ କେମିତି ଆଚରଣ ସିଦ୍ଧ ହବା। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଗୋଟେ ଘଟଣା କହୁଛି। ଆପଣ ମାନେ ଜାଣିଛନ୍ତି ଶ୍ରୀ ଶ୍ରୀ ଦାଦା ଯେତେବେଳେ ଗତ ହେଲେ ଡିସେମ୍ବର 16 ତାରିଖ 2022, ଶ୍ରୀ ଶ୍ରୀ ଦାଦା ଯେତେବେଳେ ଗତ ହେଇଗଲେ ସେତେବେଳେ ଭାବନ୍ତୁ ସାରା ଦୁନିଆ ଏଇ ସତ୍ସଙ୍ଗ ଜଗତ ଭାବିଲେ ଏ ସତ୍ସଙ୍ଗକୁ କିଏ ସମ୍ଭାଳିବ। ସମସ୍ତଙ୍କ ମଧ୍ୟରେ ଦୁଃଖ ବେଦନା କଷ୍ଟ ଜର୍ଜରିତ ହେଲା ଯେ ଶ୍ରୀ ଶ୍ରୀ ଦାଦା ଚାଲିଗଲେ, ଏବେ ସତ୍ସଙ୍ଗକୁ ସମ୍ଭାଳିବ କିଏ। ଏଇ ଯୋଉ ନ୍ୟୁ ଜେନେରେସନ ଆସୁଛନ୍ତି ଏ ନ୍ୟୁ ଜେନେରେସନ କୁ କଣ୍ଟ୍ରୋଲ କରିବ କେମିତି, ଏ ସତ୍ସଙ୍ଗ ଜଗତ କଣ୍ଟ୍ରୋଲ ହବ କେମିତି। ସତ୍ସଙ୍ଗର କେତେ ଉତ୍ଥାନ ପତାନ କେତେ ଘଟଣା ଘଟିଛି, କେତେ ବାଧା ବିପତ୍ତି ଆସିଛି, କିନ୍ତୁ ଏବେ ଯଦି କଣ୍ଟ୍ରୋଲ ଆସୁଥିଲା କିନ୍ତୁ ଶ୍ରୀ ଶ୍ରୀ ଦାଦା ଚାଲିଗଲେ କେମିତି କିଏ ସମ୍ଭାଳିବେ। କିନ୍ତୁ ଦେଖନ୍ତୁ ସେଦିନର ଘଟଣା 24 ଡିସେମ୍ବର 2022 ସେଦିନ ଶ୍ରୀ ଶ୍ରୀ ଦାଦାଙ୍କର ଥିଲା 26 ତାରିଖ, ସେଦିନ ଥିଲା ଶ୍ରୀ ଶ୍ରୀ ଦାଦାଙ୍କର ପୁଣ୍ୟ ପାରଲୌକିକ କ୍ରିୟା। ପୁଣ୍ୟ ପାରଲୌକିକ କ୍ରିୟା ଯେଦିନ ଶେଷ ହେଲା ସତ୍ସଙ୍ଗ ଆଶ୍ରମ ଦେଓଘର ମାନେ ସେଦିନ
ଗୋଟେ ସୋସିଆଲ ମିଡିଆ ଯୋଉମାନେ ଫେସବୁକ୍ ୟୁଟ୍ୟୁବ ଦେଖୁଛନ୍ତି ସମସ୍ତେ ପୁରା ଟ୍ରୋଲ করে যে ଠାକୁର ବାଡିରେ ଏଇ ଅନୁଷ୍ଠାନ ହଉଛି ଆପଣ ମାନେ କେହି ଯିବେ ନାହିଁ, କାରଣ ଭାବିବେ ଯେ ଶିଶି ମାନେ ପୂଜନ ସେତେବେଳେ ବାବାଇଦା ବୋଲି କହୁଥିଲେ, ଏବେକାର ଯୋଉ ଆଚାର୍ଯ୍ୟ ଦେବଙ୍କୁ ସମସ୍ତେ ବାବାଇଦା କହୁଥିଲେ, ଯେ ସେମାନେ ବହୁତ କଷ୍ଟର ଦୁଃଖ କଷ୍ଟରେ ଥିବେ କାରଣ ତାଙ୍କର ପିତୃ ବିୟୋଗ ଘଟିଛି। ଆମେ ପୁଣି ଦେଓଘରକୁ ଯିବା, ଦେଓଘରେ ଭିଡ ଅଯଥା କରିବା, ପୂର୍ଣ୍ଣ ପାରଲୌକିକ କ୍ରିୟା ଶିଶି ଦାଦାଙ୍କର, ସେଠିକି ଆମେ ଯଦି ଯିବା ପୁଣି ସିଏ ଆହୁରି କଷ୍ଟ ପାଇବେ ଯେ ଆମ ମାନଙ୍କୁ ଆକୋମୋଡେସନ, ଆମ ମାନଙ୍କର ଖାଇବା ବ୍ୟବସ୍ଥା ଏମିତି କେମିତି କରିବେ, ସେ ନିଜେ ନିଜର ପିତୃବିୟୋଗ ହେଇଛି ଘଟିଛି, ସେ କଷ୍ଟ ପାଉଥିବେ, ଆଉ ଆମେ ଯାଇକି ତାଙ୍କ ଉପରେ ବାଡେନ ହବା। ସେଥିପାଇଁ ବହୁତ ଲୋକ ମନା ବି କରିଥିଲେ, ମୁଁ ଦେଖିଛି ନିଜେ ସୋସିଆଲ ମିଡିଆରେ। କିନ୍ତୁ ଆମେ ଶିଶି ଦାଦାଙ୍କୁ ଭଲ ପାଉ ତ ସେଥିପାଇଁ ଆମେ ଦୌଡି ଯାଇଥିଲୁ ସେଠିକି, ସେଇ ଶିଶି ଦାଦାଙ୍କର ପୂର୍ଣ୍ଣ ପାରଲୌକିକ କ୍ରିୟା ଦିନ। ଆଉ ସତୀ ଯାଇକି ଦେଖିଲେ ଅବାକ ହେଇଗଲେ ଯେ ଶିଶି ଆଚାର୍ଯ୍ୟ ଦେବ ଆଜିକାର ଯୋଉ ଶିଶି ଆଚାର୍ଯ୍ୟ ଦେବ ସେ କେମିତି ଆରେଞ୍ଜମେଣ୍ଟ କରିଛନ୍ତି। ସୁନ୍ଦର ଭାବରେ ଉତ୍ସବ ଭଳିଆ ସବୁଆଡେ ଆରେଞ୍ଜମେଣ୍ଟ କରିଛନ୍ତି ଏବଂ ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ମାଧ୍ୟମରେ ତାଙ୍କର ପୂର୍ଣ୍ଣ ପାରଲୌକିକ କ୍ରିୟା ସମ୍ପନ୍ନ ହେଲା ଏବଂ ସନ୍ଧ୍ୟା ବେଳେ ସତ୍ସଙ୍ଗ ହେଲା। ଆଉ ସେ ସତ୍ସଙ୍ଗରେ ଯୋଉ ଭଜନ କୀର୍ତ୍ତନ, ଆପଣ ମାନେ ଯୋଉମାନେ ଯାଇଛନ୍ତି ଜାଣିଛନ୍ତି, ମାନେ ଅପୂର୍ବ ଅତୁଳନୀୟ ସେଇ ଭଜନ କୀର୍ତ୍ତନ, ମାନେ ସୁପର ଏକଦମ ବହୁତ ଟପ ଲେଭେଲ ର ଗୀତ ଭଜନ କୀର୍ତ୍ତନ, ମାନେ ଆନନ୍ଦଦାୟକ, ସବୁ ଦୁଃଖ କଷ୍ଟ ବେଦନା ଦୂରି ଯାଇଛି। ଏତେ ବଡ ବଡ ଭଜନ କୀର୍ତ୍ତନ ହଉଛି ଏତେ ସୁନ୍ଦର ଭାବରେ। ତ ସେଇ ସତ୍ସଙ୍ଗରେ ଆମେ ଯେତେବେଳେ ଆଟେଣ୍ଡ କଲୁ ତତ୍ପରେ ଶିଶି ଆଚାର୍ଯ୍ୟ ଦେବ ଉଠିଲେ ଏବଂ ମାଇକ ନେଇକି ଶିଶି ଆଚାର୍ଯ୍ୟ ଦେବ ନିଜେ ଧରିଲେ। ଶିଶି ଆଚାର୍ଯ୍ୟ ଦେବ ପୁର ଆପଣ ମାନେ ସେ ସିରିଏଲ ହେକା ଦେଖିଥିବେ, ଶ୍ରୀକୃଷ୍ଣ ଯେମିତି ଆଙ୍ଗୁଳି ଦେଖେଇ କୁହନ୍ତି, ସେମିତି ଶିଶି ଆଚାର୍ଯ୍ୟ ଦେବ ତାଙ୍କର ମୁଣ୍ଡନ ହେଇଥିଲା ଏବଂ ସେଇ ଚେହେରା ସୁନ୍ଦର ସୁଠାମ ଚେହେରା, ଦୀର୍ଘାୟ ଲମ୍ବା ଆକାରର ସେଇ ଶିଶି ଆଚାର୍ଯ୍ୟ ଦେବଙ୍କ ଯୋଉ ଚେହେରା ଆପଣ ମାନେ ଦେଖିଛନ୍ତି, ସୁନ୍ଦର ସୁଠାମ ଚେହେରା, এবং ସେ ଉଠିଛନ୍ତି এবং মাইক বাঁ হাতে ধরেছেন, ডান হাতে এমনি আঙ্গুলি দেখেই কହୁଛନ୍ତି, আপনারা যারা এখান থেকে এসেছেন এখানেই সমাপ্ত হলো, এখান থেকে কেউ দুঃখ নিয়ে যাবেন না। শিশি আচার্য আঙ্গুলি দেখিয়ে কହୁଛନ୍ତି, কହୁଛନ୍ତି এখান থেকে কেউ দুঃখ নিয়ে যাবেন না। ঠাকুর, আমরা ঠাকুরকে ভালোবাসি, ঠাকুর বলেছেন সত্তা সচিতানন্দময়, তাই আমরা ঠাকুরকে নিয়ে আনন্দই মাতোয়ার হয়ে থাকবো। মানে ঠাকুর কହୁଛନ୍ତି যে শিশি আচার্যদেব কହୁଛନ୍ତି যে ঠাকুর କହିଛନ୍ତି যে সত্তা সচিদানন্দময়, তাই আমাদেরকে আনন্দই থাকতে হবে। দুঃখ মনীষକୁ আকৃষ্ট করে না, বিকৃষ্ট করে, আকর্ষণ করে না, বিকৃষ্ট করে। চিন্তা করন্তু, দুঃখ সে কেলে দুঃখ কাউকে আকর্ষণ করে না, বিকর্ষণ করে, শিশি আচার্যদেব কହୁଛନ୍ତି। তাই দুঃখের কোনো স্থান নাই, আমরা ঠাকুরকে নিয়ে চলি, তাই ঠাকুর বলেছেন সত্তা সচিতানন্দময়, তাই সবসময় আমাদেরকে আনন্দই থাকতে হবে। তিনি যে গত হয়েছেন সে তার মতন করে গত হয়েছেন, তাই আমরা দুঃখ নিয়ে থাকবো না, শোক নিয়ে থাকবো না, শোক মানুষকে আকর্ষণ করে না, বিকর্ষণ করে। তাই আপনারা আনন্দই থাকবেন, এখান থেকে সবাই আনন্দ চিত্তে থাকবেন। শিশি আচার্যদেব এতে সুন্দর ভাবে আমাকে বুঝিয়ে দেলে এবং নিজে সে আচরণ করি দেখেইলে, তাই দুঃখ কষ্ট বেদনা ଆମକୁ ସ୍ପର୍ଶ ଯେମିତି ନ କରିପାରେ। ଆମେ ଦେଖିଛେ ତାପରେ ଶାସ୍ତ୍ର ଅନୁଯାୟୀ ଗୋଟେ ଦିନ ପଡିଥିଲା, ଆପଣ ମାନେ ଜାଣିଛନ୍ତି, ଶିଶି ଦାଦାଙ୍କର ଶିଶି ବଡଦାଙ୍କର ବୋଧେ ତିରୋଧାନ ତିଥି ଥିଲା ଏବଂ ତାପରେ ଶିଶି ବଡମାଙ୍କର ଜନ୍ମ ତିଥି ଥିଲା। ସେତେବେଳେ ସତ୍ସଙ୍ଗରୁ ବି ମାନେ ଇଏ କୁହାଗଲା, ନୋଟିଫିକେସନ ଦିଆଗଲା ଯେ ଜନ୍ମଦିନଟା ହିଁ ପାଳନ ହବ, କାରଣ ଶୋକର କୌଣସି ସ୍ଥାନ ନାହିଁ, এটা ଶାସ୍ତ୍ର ଅନୁଯାୟୀ ହୁଏ। তাই ଶାସ୍ତ୍ରର ମତ ଅନୁଯାୟୀ ଜନ୍ମଦିନଟା ହିଁ ପାଳନ ହବ, ତିରୋଧାନ ତିଥିଟା ଆଉ ପାଳନ ହବ ନାହିଁ। ତାହେଲେ ସେ ଯଦି ଆଚାର୍ଯ୍ୟ ପରମ୍ପରା ନଥାନ୍ତେ ଆଜି ଆମେ ଜାଣିପାରିନଥାନ୍ତେ, ଆମେ ତ ମାନେ କୋଉ ଦିଗକୁ ଯାଇଥାନ୍ତେ ଆମକୁ କେହି କଣ୍ଟ୍ରୋଲ କରିବା ପାଇଁ ନାହିଁ। ঠাকুর কইলে যে বিপাক পথে হাত ধরে যে চলার কায়দা শিখিয়ে দেয় তাকেই যেন গুরু বলে, অভয় পথে সেইতে নেয়। ମାନେ ବିପାକ ପଥରେ ହାତ ଧରି ଯାଇ ଚଲାର କାଇଦା ଶିଖେଇ ଦିଅନ୍ତି, ତାକୁ ହିଁ ଗୁରୁ କୁହନ୍ତି, ସେ ଅଭୟ ପଥରେ ନିଅନ୍ତି। ତାହେଲେ ଭାବନ୍ତୁ ଶିଶି ଆଚାର୍ଯ୍ୟ ଦେବ, ଆମେ ତ ଠାକୁରଙ୍କୁ ଦେଖିନେ, ହୁଏତ ସଶରୀରରେ ତାଙ୍କୁ ଆମେ ଦେଖିବାକୁ ସୁଯୋଗ ପାଇନାହିଁ, କିନ୍ତୁ ତାଙ୍କର ଯୋଉ ଆଦର୍ଶ, ତାଙ୍କର ଯୋଉ ଆଚରଣ ଆମେ ଆଚାର୍ଯ୍ୟ ପରମ୍ପରା ମାଧ୍ୟମରେ ଦେଖିବାକୁ ପାଉଛୁ। ଶିଶି ଆଚାର୍ଯ୍ୟ ଦେବ ଆମକୁ ଚଲାର କାଇଦା ଶିଖେଇ ଦଉଛନ୍ତି, ହାତ ଧରିକି ଆମକୁ ବିପଥରୁ ଆଣିକି କେମିତି ଚଲାର କାଇଦା ଶିଖେଇ ଦଉଛନ୍ତି ସୁନ୍ଦର ଭାବରେ। ଶିଶି ଆଚାର୍ଯ୍ୟ ଦେବଙ୍କୁ ଆମେ ଦେଖିଲେ, ଆହୁରି ଶିଶି ଆଚାର୍ଯ୍ୟ ଦେବଙ୍କର ଅନେକ ଘଟଣା, ମୁଁ ସତ୍ସଙ୍ଗ ଆଶ୍ରମ ଦେଓଘରେ ଥିଲି, ଏଇ ଯୋଉ ଡିପି ୱାର୍ସ ଆପଣ ମାନେ କରୁଛନ୍ତି, ସେ ଡିପି ୱାର୍ସ ର ପ୍ରଥମ ପର୍ଯ୍ୟାୟରେ ସେତେବେଳେ ଡିପି ୱାର୍ସ ରେ ମୁଁ ଥିଲି, ପରମ ପୂଜ୍ୟପାଦ ଶିଶି ଆଚାର୍ଯ୍ୟ ଦେବ ସେଠି ଯୋଉ ଆରେଞ୍ଜମେଣ୍ଟ କରିଥିଲେ, 200 ଜଣ ପିଲା ଡାଟା ଏଣ୍ଟ୍ରି କରୁଥିଲେ। ସେ ପ୍ରଥମ ବଡ ବଡ ବହି ସତ୍ସଙ୍ଗ ଆଶ୍ରମ ଥିଲା, ବହୁତ ବଡ ବଡ ବହି, ମାନେ ଏତେ ବଡ ବଡ ରେଜିଷ୍ଟାର,
ମାନେ 2 ହାତ ଲମ୍ବା କଲେ ଯେତିକି ହବ ରେଜିଷ୍ଟାର, ସେଇ ବଡ ବଡ ରେଜିଷ୍ଟାର, ସେ ରେଜିଷ୍ଟାର ରେ ଥିଲା ମାନେ ସିରିଏଲ ନମ୍ବର, ତାପରେ ନାମ, ତାପରେ ଥିଲା ବାପାଙ୍କର ନାମ, ତାପରେ ଥିଲା ଆଡ୍ରେସ, କୋଉ ରୀତିକ ଦୀକ୍ଷା ଦେଇଛନ୍ତି, କେତେ ତାରିଖରେ ଦେଇଛନ୍ତି, ସେ ବିଭିନ୍ନ ରକମର ସବୁ ରକମର ଡାଟା। ଆଉ ଗୋଟେ ଗୋଟେ ପେଜ ରେ ଏତେ ବଡ ବଡ ଡାଟା ହେଇଛି, ଏବଂ ପ୍ରତ୍ୟେକଟା ପେଜ ରେ ଏମିତି ନଥିଭୁକ୍ତ ସେଇଗୁଡାକୁ କମ୍ପ୍ୟୁଟରାଇଜ କରାଯିବ। ପ୍ରଥମ କାମ ସେଇଟା ଥିଲା। ସେତେବେଳେ ସେଇ ଏଣ୍ଟ୍ରି ଯେତେବେଳେ ହଉଥିଲା ଆମେ ଦେଖିଛୁ ଶ୍ରୀ ଆଚାର୍ଯ୍ୟ ଦେବ ସମସ୍ତଙ୍କୁ କେମିତି ପ୍ରେରଣା ଦଉଥାନ୍ତି। ଶ୍ରୀ ପୂଜନୀୟ ବଡ ବରୁଣେଇ ମାଙ୍କୁ ବି ଠେକାନ୍ତି, ଏବଂ ପୂଜନୀୟ ଅବିନ୍ଦା ସାରା ରାତି ସେଇଠି ବସୁଥାନ୍ତି। ସେ କାମ କେମିତି ହଉଥିଲା, ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଅନେକ ଘଟଣା ଅଛି, ମାନେ ମାନେ ଆଖି ସାମ୍ନାରେ ଭାସି ଉଠୁଛି, କୋଉଟା କହିବି କୋଉଟା ନ କହିବି, ମାନେ ବହୁତ ଗୁଡାକ ଘଟଣା ଭାସି ଉଠୁଛି। ବହୁତ ମାନେ ଆବେଗ ଲାଗୁଛି ଯେ ଶ୍ରୀ ଆଚାର୍ଯ୍ୟ ଦେବ କେତେ କଷ୍ଟ କରିଛନ୍ତି ଆମ ପାଇଁ, ଯେ ଆମକୁ ବଞ୍ଚେଇବା ପାଇଁ। ଠାକୁର କହିଥିଲେ ଯେ ଅନ୍ୟକୁ ବଞ୍ଚାଇ ନିଜେ ରୁହେ, ଧର୍ମ ଜାଣିଥା ତାକୁ ହିଁ କୁହେ। ଯେ ଅନ୍ୟକୁ କେମିତି ବଞ୍ଚେଇବା। ଆଜି ଏଇ ଯୋଉ ଆପଣ ମାନେ ଜାଣୁଛନ୍ତି ଯେ ଏଇ ଯେ ଲକଡାଉନ ହେଇଗଲା, ଲକଡାଉନ ର ଅବସ୍ଥା ସମସ୍ତେ ହାହାକାରରେ ପଡିଗଲେ, କିନ୍ତୁ ଆମ ସତ୍ସଙ୍ଗୀ ମାନେ ଦେଖନ୍ତୁ ଆନନ୍ଦ ଉପଭୋଗ କଲେ। ଅନଲାଇନ ସତ୍ସଙ୍ଗ, ଅନଲାଇନ ମାଧ୍ୟମରେ ଯେ ସତ୍ସଙ୍ଗ, ଆଜି ବି ଏଇ ଦେଖନ୍ତୁ ଅନଲାଇନ ମାଧ୍ୟମରେ ଆମେ ଯୋଡି ହେଇଛୁ କିଏ କେତେ ଦୂର ଦୂରାନ୍ତରୁ, ବିଭିନ୍ନ ଲୋକଙ୍କର ବିଭିନ୍ନ ରକମର ତାଙ୍କର ଆଦର୍ଶର କଥା, ତାଙ୍କର ଅନୁଭୂତିର କଥା ଆମେ ଶୁଣି ପାରୁଛୁ, ଜାଣିପାରୁଛୁ। ସମସ୍ତଙ୍କ ସାଙ୍ଗରେ ପରିଚୟ ହଉଛି, ଏଇ ଦାଦାର ଘର କୋଉଠି, ଏଇ ଜାଗାରେ। ଆମେ ଯଦି ଆମର କୌଣସି କାମ ପଡୁଛି ତାଙ୍କୁ କଣ୍ଟାକ୍ଟ କରିନଉଛେ, ଦାଦା ଆପଣ ମାନଙ୍କର ଏଇ ଏରିଆରେ ୟାଙ୍କୁ ଚିହ୍ନିଛନ୍ତି କି, ଆମର ଟିକେ ଏଇଟା ପ୍ରয়োଜନ ଥିଲା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମେ ସହଜ ସମାଧାନ ହେଇପାରୁଛି। କରୋନା ଆମକୁ କରୁଣା କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ଦେବ ଏଇ ଡିପି ୱାର୍ସ ର କଥା କହିଲେ, ଏବଂ ଡିପି ୱାର୍ସ କରେଇଲେ। ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଆହୁରି ବହୁତ ଘଟଣା ମୋର ମନେ ପଡି ଯାଉଛି ସେଗୁଡାକ, କିନ୍ତୁ କୋଉଟା କହିବି କୋଉଟା ନ କହିବି। ସେତେବେଳେ ସେଇ ସତ୍ସଙ୍ଗ ଆଶ୍ରମ ଥିଲା ବେଳେ ସେତେବେଳେ ଦେଖନ୍ତୁ ସମସ୍ତଙ୍କୁ କେମିତି ଉଦ୍ବୁଦ୍ଧ କରନ୍ତି। ତ ସେ ଆଚାର୍ଯ୍ୟ ଦେବ ଦିନେ ସେଇ ସତ୍ସଙ୍ଗ ଆଶ୍ରମରେ ରହିବା ସମୟରେ ଦୁର୍ଗା ପୂଜା ପଡିଥିଲା। ସେ ଦୁର୍ଗା ପୂଜାରେ ପୂଜନ ଅବିନ୍ଦାକୁ ଡାକିଲେ, ଏବଂ ପୂଜନ অবিন্দা কলে এই এদের জন্য কোনো যেন অসুবিধা না হয়, দুর্গা পূজায় এরা যেন আনন্দ করে যেমন তেমন যেন এখানে আনন্দ করে। তো পূজনীয় বড় বৌরানী মাଙ୍କୁ ଦେଇକି ସେଠି ପ୍ୟାଣ୍ଡେଲ ଆମର ଯୋଉଠି ରୀତି କନଫରେନ୍ସ ହୁଏ ଫିଲୋନ୍ଥେରାପିର ପଛରେ, ସେମିତି ପ୍ୟାଣ୍ଡେଲ ହେଲା। ସେଇଠି ଦୁର୍ଗା ପୂଜାର ମାନେ ଦୁର୍ଗା ପୂଜା ତ ନୁହେଁ, ସେଠି କେବଳ କାଲଚରାଲ ଫଙ୍କସନ ହେଲା। ସେ କାଲଚରାଲ ଫଙ୍କସନ ରେ ଆୟୋଜନ କରାଇଲେ ପୂଜନ ଶ୍ରୀ ଆଚାର୍ଯ୍ୟ ଦେବ। ପୂଜନୀୟ ବଡ ବୌରାଣୀ ମା ସେଟାର ରୋଲ ନେଲେ। ତ ପ୍ରତ୍ୟେକଟା ଡିପାର୍ଟମେଣ୍ଟ ମାନେ ଯୋଉମାନେ ଫିଲୋନ୍ଥେରାପିରେ ବସନ୍ତି, କିବା ଠାକୁର ବାଡିରେ ସେବା ଯୋଉମାନେ କରନ୍ତି, କିବା ଅନୁସନ୍ଧିଷ୍ଣୁ ସେବାରେ ଯୋଉମାନେ ରୁହନ୍ତି, କିବା ଯୋଉମାନେ ଆକୋମୋଡେସନ ଡିପାର୍ଟମେଣ୍ଟରେ କାମ କରନ୍ତି, ସମସ୍ତଙ୍କୁ ପୁରା ଏକଦମ ସମସ୍ତଙ୍କୁ ଦେଇକି ଗୋଟେ ଗୋଟେ ଗୀତ ସେମାନେ ରିହର୍ସାଲ କରେଇଲେ। ପୂଜନ ଅବିନ୍ଦା ପ୍ରାୟ ରାତି 12ଟା 12:30 ଯାଏ ଆମର ଡିପି ୱାର୍ସ ଅଫିସରେ ଏଠି ବସୁଥିଲେ, ସେଇ ଫିଲୋନ୍ଥେରାପିର ଉପରେ ହଲ ଘରେ। 12:30 ପରେ ସେ ଯାଇକି ସେଠି ରିହର୍ସାଲ ସମସ୍ତଙ୍କୁ କରଉଥିଲେ। କରେଇକି ପୁଣି ଆସିକି କେତେବେଳେ ଶୋଉଥିଲେ ମତେ ଜଣା ନାହିଁ। ପୁଣି ଭୋର ବେଳା ଆମେ ଯେତେବେଳେ ଯାଉଥିଲୁ କାମକୁ, ସେତେବେଳେ ଦେଖିଲୁ ପୂଜନ ଅବିନ୍ଦା ବସିଛନ୍ତି ସେଠି। 3ଟା 3:30 ବେଳେ ସବୁବେଳେ ବସିଛନ୍ତି। ସେ ଆମକୁ କେମିତି କାମ କରଉଛନ୍ତି ସମସ୍ତଙ୍କୁ। ଗୋଟେ ଦିନ ତାପରେ ସେଇ ଶିଶି ଆଚାର୍ଯ୍ୟ ଦେବଙ୍କର ଘଟଣା ମାନେ ଗୋଟେ ପରେ ଗୋଟେ ବହୁତ ଘଟଣା ଘଟୁଛି ତ ପ୍ରତି ମୁହୂର୍ତ୍ତରେ, ସେଥିପାଇଁ ମୋର ଇଏ ହେଇଯାଉଛି, ଗୋଳେଇ ପକଉଛି ମୁଁ। ତ ଶିଶି ଆଚାର୍ଯ୍ୟ ଦେବ ସେ ଯୋଉ ଉତ୍ସବ ଟା କରେଇଲେ, ସେଇ ଫିଲୋନ୍ଥେରାପିର ଡାହାଣ ପଟେ ଯୋଉ ପ୍ୟାଣ୍ଡେଲ ରେ, ତ ସେଠି ଦେଖିକି ମୁଁ ଅବାକ ହେଇଗଲି। କୌଣସି ଦିନ ମୁଁ ଭାବି ପାରିଲିନି ଯେ ମୁଁ ବାହାରେ ଅଛି, କିବା ଆମେ ମା ବାପାଙ୍କୁ ଛାଡିକି ଅଛୁ। ସେଠି ପୂଜନୀୟ ବଡ ବୌରାଣୀ ମା ନିଜ ହାତରେ ଏଇ ମୋମୋ ବନେଇକି ଦଉଛନ୍ତି, କୋଉ ଦିନ ରୋଲ ବନେଇକି ଦଉଛନ୍ତି, କୋଉ ଦିନ ନିଜ ହାତରେ, ଆଉ ଆଶ୍ରମିକ ଯୋଉ ମା ମାନେ ଅଛନ୍ତି ସମସ୍ତଙ୍କୁ ମିଳେଇକି ସାଙ୍ଗରେ ନିଜ ହାତରେ ବେଲୁଛନ୍ତି ଆମେ ଦେଖୁଛୁ। କୋଉ ଦିନ ଫୁଚକା ଖୁଆଉଛନ୍ତି, କହିଲେ ତୋରା ଦୁର୍ଗା ପୂଜାতে বেড়াতে গেলে কি খাস, ମାନେ ତମ ମାନେ ଯେ ଦୁର୍ଗା ପୂଜାରେ ମେଳାକୁ ଯାଅ ବୁଲିବାକୁ କଣ ଖାଅ, ବାହାର ଗଲେ ସେଇ ଫୁଚକା ନହେଲେ ରୋଲ ନହେଲେ ମୋମୋ এই সব জিনিস তো খাও, এটি আমি বানিয়ে দিচ্ছি খাও সবাই। মানে নিজ হাতেরে বনেই খাওয়াচ্ছেন। কলে এগুলা কে বলেছে জানো, তোমাদের শিশি আচার্য দেব। তার প্ল্যান কিন্তু ମାନେ ଶିଶି ଆଚାର୍ଯ୍ୟ ଦେବ ପଛରେ ରହିକି ଏମାନଙ୍କୁ ପୁଶ କରିକି କେତେ ସୁନ୍ଦର ଭାବରେ କାମ କରୁଛନ୍ତି, ମାନେ ଆମକୁ କେତେ ଆନନ୍ଦ ଦଉଛନ୍ତି। ଦେଖନ୍ତୁ କେମିତି ଆମେ ସେଇ ଗୁଡା କାମ ଗୁଡାକୁ କରିବା। ଏବଂ ଶିଶି ଆଚାର୍ଯ୍ୟ ଦେବ ପୁଣି କହିଛନ୍ତି ତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକଟା ଯୋଉ ଆମେ ଓଡିଶା କିମ୍ବା ୱେଷ୍ଟ ବେଙ୍ଗଲ, ଆମର ଆସାମ, ତ୍ରିପୁରା, ବିଭିନ୍ନ ରାଜ୍ୟର ବିଭିନ୍ନ କାଲଚାର ଥାଏ। ଆମର ଜଗନ୍ନାଥ ସଂସ୍କୃତି ଓଡିଶାରେ, ୱେଷ୍ଟ ବେଙ୍ଗଲରେ ଦୁର୍ଗା ପୂଜାର ସାଜସଜ୍ଜା ହୁଅନ୍ତି, କି ଆସାମରେ ବିହୁ ଡ୍ୟାନ୍ସ ହୁଏ। ଆଉ ଅନ୍ୟାନ୍ୟ ରାଜ୍ୟରେ ଯେମିତି ବିଭିନ୍ନ ରକମର ସବୁ ରାଜ୍ୟରେ ସମସ୍ତଙ୍କର ବେଶ ପୋଷାକ ବି ଅଲଗା,
ତାଙ୍କର କାଲଚରାଲ ବିଭିନ୍ନ ରକମ କାଲଚାର ବି ଥାଏ। ତ ସେଇଗୁଡାକୁ ବି ସେଇ ଷ୍ଟେଜରେ ପରଫର୍ମ ହେଲା। ମାନେ 30ଟା ରାଜ୍ୟର ଡ୍ରେସ 30 ରକମର ତାଙ୍କର ମାନେ କର୍ମୀ ଯୋଉ ମା ମାନେ ସେମାନେ ସେମାନଙ୍କର ଆଭୂଷଣ ପିନ୍ଧିକି ସେଠି ତାଙ୍କର ପରଫର୍ମ କଲେ। ଏତ ସୁନ୍ଦର ଭାବରେ ଦେଖିଲେ। ତାପରେ ଯୋଉ ଗୀତ ହେଲା, ସେ ଗୀତରେ ବି ସେମିତି ଦେଖାଗଲା କୋରସ ସମସ୍ତେ ଗୀତ ଗାଉଛନ୍ତି। ମାନେ ଆବାନ ବୃଦ୍ଧ ବନିତା, ମାନେ ଛୋଟ ପିଲା ପାଖରୁ ଷ୍ଟାର୍ଟ କରିକି ତାଙ୍କ ଗୋଟେ ଗ୍ରୁପ, ଯୋଉମାନେ ଆଶ୍ରମରେ ଅଛନ୍ତି ସେ ତାଙ୍କର ଛୁଆ ପିଲାମାନେ ସେମାନେ ଗୋଟେ ଗାଉଛନ୍ତି ଗୀତ। ଯୋଉମାନେ ଯୋଉ ଠାକୁର ବାଡିରେ ଠାକୁରଙ୍କର ସେବା ଯୋଉ ଆଚାର୍ଯ୍ୟ ଦେବ ଗଲେ ଯୋଉ ପ୍ରଣାମୀ ହେକା ଦିଅନ୍ତି, ଯୋଉ ଫୁଲ ଦିଅନ୍ତି କିମ୍ବା ବିଭିନ୍ନ ରକମର ସେବା କରନ୍ତି, କି ବ୍ରାହ୍ମଣ ମାନେ ଯୋଉମାନେ ଅଛନ୍ତି ପୂଜା କରିବା ପାଇଁ ପୁରୋହିତ ମାନେ ସେମାନଙ୍କୁ ଦେଇକି ବି ଗୀତ, ମାନେ ପ୍ରତ୍ୟେକଟା ଲେଭେଲର ଯୋଉମାନେ ଗ୍ରୁପ ସମସ୍ତଙ୍କୁ କୋରସ କରେଇଲେ ଏକଦମ ଗ୍ରୁପ ଦେଇକି ଷ୍ଟେଜରେ। କି ସୁନ୍ଦର ଭାବରେ। ଆଉ ତା ପରଦିନ ଶ୍ରୀ ଆଚାର୍ଯ୍ୟଦେବଙ୍କ ପାଖରେ ମୁଁ ଯାଇକି ବସିଛି, ଦେଖିଲି ସେଠି ସମସ୍ତେ ସେଇ କଥୋପକଥନ ଚାଲିଛି। ସେ କଥୋପକଥନ ମାଧ୍ୟମରେ ମୁଁ ଦେଖୁଛି ଶ୍ରୀ ଆଚାର୍ଯ୍ୟଦେବ ପୁରା ଆନନ୍ଦିତ, ଏବଂ ଯିଏ ବି ଆସୁଛନ୍ତି ପ୍ରଣାମ କରୁଛନ୍ତି କି ଆନନ୍ଦିତ। ଜଣେ ମା ଆସିଛନ୍ତି, ଆସିକି ପ୍ରଣାମ କରୁଛନ୍ତି। ଆସିକି ପ୍ରଣାମ ଯେତେବେଳେ କରୁଛନ୍ତି ଶ୍ରୀ ଆଚାର୍ଯ୍ୟଦେବ ତାଙ୍କୁ କହୁଛନ୍ତି, কি হলো, কেমন উৎসব হলো, কালকে কেমন লাগলো। সে মা খুশিরে এতে আনন্দিত, খুশি আমার বাবার জন্মে তো আমি স্টেজে উঠি না কোনোদিন। আমার কর্তা বাবু থাকে, ও স্টেজে তো যাবার তো দূরের কথা, আমি আশেপাশেও থাকি না, কিন্তু আপনি আমাকে স্টেজে উঠিয়ে গান করিয়ে দিলেন, আমার জীবনটাকে উদ্ধার করে দিলেন। ମାନେ ସେ ମାଙ୍କର ଯେ କଥା, ମାନେ ଏତେ ଆନନ୍ଦିତ ହେଇଛନ୍ତି। କହୁଛନ୍ତି ମୋର କର୍ତ୍ତା ମାନେ ମୋର ତାଙ୍କର ଯେ ସ୍ୱାମୀ, ତାଙ୍କର ଯୋଉ କାଲଚାର ଥାଏ, ତାଙ୍କ ସ୍ୱାମୀ ଆଗରେ ଗାଇବା ତ ଦୂରର କଥା, ତାଙ୍କ ସାମ୍ନାକୁ ଯାଆନ୍ତିନି, ଷ୍ଟେଜକୁ ଉଠନ୍ତିନି ମହିଳା ମାନେ। କିନ୍ତୁ ଶ୍ରୀ ଆଚାର୍ଯ୍ୟ ଦେବ ତାଙ୍କୁ ଆନନ୍ଦ ଦେଲେ ଏମିତି। ଦେଖନ୍ତୁ ସେ কହୁଛନ୍ତି আমার 14 পুরুষের জীবনেও আমরা জানি নাই যে স্টেজে উঠে আমি গান করতে পারবো, আমি তো সামনে যেতে যাওয়ার যোগ্য নয়, কিন্তু আমাকে দিয়ে গানও করিয়ে দিলেন। মানে আবার সেତେବେଳେ শিশি আচার্যদেব আনন্দ, খুব ভালো, আরো কত কি দেখবেন, দাঁড়ান আরো কত কি দেখবেন। সে মা প্রণাম করিକି ଚାଲିଗଲେ, ଏବଂ ସମସ୍ତେ ଯେ ଗୋଟେ ଜଣେ ଜଣେ କରିକି ଆସିକି ପ୍ରଣାମ କରୁଛନ୍ତି ଆଉ ଉଠି ଯାଉଛନ୍ତି। କି ଆନନ୍ଦ, କି ଆନନ୍ଦ। ସମସ୍ତଙ୍କ ମନ ଭିତରେ ଗୋଟେ ଉତ୍ସାହ ଆନନ୍ଦ ଭିତରେ ଆମେ ଦେଖିବାକୁ ପାଉଛୁ, ପ୍ରତ୍ୟେକଟା ଲୋକ ସେଠି ଆନନ୍ଦ ପାଉଛନ୍ତି। ଏବଂ ଶ୍ରୀ ଆଚାର୍ଯ୍ୟଦେବ ସେତେବେଳେ କହିଲେ, শ্রী আচার্যদেবଙ୍କ পাখে সামনে ଗୋଟେ মাইক যে ଥାଏ, সে মাইকটুকু টানি নিয়ে কইলে, দেখো এরা সামনে মানে কত কাজ করে, সারা জীবন শুধু কাজ করে গেছে, শুধু সেবা করে গেছে। তাদের মনের মধ্যে যে আকুতি থাকে, সেই আকুতিটাকে আমরা পূরণ করতে পারি না। তারা হয়তো আমাদেরকে বলে না, তারা তো ঠাকুরের কাছে যায়, ঠাকুর আমিও একটা গান করতে পারতাম না, তারা তো গান করছে। ସେମାନେ শুধু গীত দেখନ୍ତି, কিন্তু ଗୀତ କରିବାରୁ ତାଙ୍କର ମନର ଜାଗ୍ରତ ହୁଏ ଯେ আমি তার পূরণ করে দিলাম। শ্রী আচার্যদেব নিজে কହୁଛନ୍ତି যে আমি তার ইচ্ছাটাকে পূরণ করে দিলাম, ঠাকুর আমার মাধ্যম দিয়ে করিয়ে দিলেন। মানে ସେମାନଙ୍କର যে মনের ইচ্ছা ହେଇଛି, ସେ মনের ইচ্ছাକୁ পূরণ କରନ୍ତି না ঠাকুর, অন্তর্যামী অন্তরର কথা ଜାଣନ୍ତି। তো অন্তরର কথাটা কেମିତି পূরণ করিবে, শ্রী আচার্যদেবଙ୍କର মাধ্যমରେ ସେ পূরণ করাইলে। কলে ঠাকুর এটাই চায়, সকলে যেন আনন্দ থাকে, প্রত্যেকটা জীব সত্তা যেন আনন্দই থাকে। তাহলে দেখন্তু, যদি ମୁଁ ଆଚାର୍ଯ୍ୟଦେବଙ୍କୁ ନ ମାନିଥାନ୍ତି, ଆଚାର୍ଯ୍ୟଦେବଙ୍କ ସଙ୍ଗ ଯଦି ନ କରିଥାନ୍ତି, ଆମେ ଜାଣି ପାରିନଥାନ୍ତୁ ଯେ ଏଇ ଜିନିଷଟା କଣ, ଯେ ଠାକୁର ଅନ୍ତର୍ଯାମୀ ମୋ ଅନ୍ତର ସଙ୍ଗରେ ଯୁକ୍ତ ରୁହନ୍ତି ଏବଂ କାହା ମାଧ୍ୟମରେ ନୀଳା ଖେଳା କରନ୍ତି, ମୋର ଇଚ୍ଛାକୁ କିଏ ପୂରଣ କରୁଛନ୍ତି, ଶ୍ରୀ ଆଚାର୍ଯ୍ୟଦେବ। ତାହେଲେ ଶ୍ରୀ ଆଚାର୍ଯ୍ୟଦେବଙ୍କର ମାଧ୍ୟମରେ ସିଏ ଲୀଳା ଖେଳା କରୁଛନ୍ତି। ସେଇଥିପାଇଁ ତ ଜୀବନ୍ତ ଆଦର୍ଶ, ସେ ଜୀବନ୍ତ ଆଚାର୍ଯ୍ୟଦେବ ମାଧ୍ୟମରେ ଠାକୁର ଲୀଳା ଖେଳା କରୁଛନ୍ତି। এই তো হচ্ছেন আচার্যদেব। ମୁଁ ଦେଖିଲି କେତେ ସୁନ୍ଦର କଥା, କେତେ ଘଟଣା ପ୍ରତ୍ୟେକ ଦିନ ଘଟୁଥାଏ। ଶ୍ରୀ ଆଚାର୍ଯ୍ୟଦେବ କେତେ ଆନନ୍ଦର ସାଙ୍ଗରେ কথা କରୁଛନ୍ତି। কইলে জনে এই ওই মাটিকে একা দাঁড় করিয়ে দিলে হয়তো গান করতে পারতো না, জীবনে গান করতে পারতো না, মুখ নাড়াতেই পারতো না, মানে মুহ নড়েই পারি নথান্তা সে যদি স্টেজে একা ঠিয়া হইতান্তা। ସେଥିପାଇଁ আমি কি করলাম, অবিনের মাকে ঠিকিয়ে দিলাম কাজে। প্রবীণের মা ওদের বললো একা তো গান করতে পারবে না, সকলে গান করতে হবে, সকলকে। তাহলে দেখন্তু ତାଙ୍କ ବୟସରେ ଯେତେ ଯେତେ ମା ଅଛନ୍ତି, ଯେତେ ଯେତେ ସେବା କରନ୍ତି যে মা ମାନେ ସମସ୍ତଙ୍କୁ ଠେକେଇ ଦେଲେ, କହିଲେ একসাথে গান করতে হবে সবাইকে। মানে যে গান গীତ গাଇ পারে বা ନ ଗାଇ ପାରେ, କିନ୍ତୁ ସେ ଯାଇକି ଷ୍ଟେଜରେ ଠିଆ ହେଲା ଏବଂ ତାଙ୍କୁ ଯେତେବେଳେ ଟ୍ରେନିଂ ଦିଆ ହେଇଛି ସେତେବେଳେ ନିଜେ ଗାଇବାକୁ ଚେଷ୍ଟା କଲା। କହିଲେ ସେଇଥିପାଇଁ କହିଲେ যে মুকং করতি বাচালং পংলঙ্গয়তি গিরিম যৎপুরাতম মহং বন্দে পরমানন্দ মাধবম। যে এই যে মুকং করতি বাচালং, যে মুকটা ବି କହିପାରେ, সেটা ଆମେ ତ ଶୁଣିଥିଲେ, କିନ୍ତୁ ଆଜି ତାର ପ୍ରମାଣ ଆମେ ଦେଖୁଛେ। ସେ କେମିତି ଜଣେ ସେ ମୁକ ଭଳିଆ ଥିଲା, କାରଣ ତାର ଜୀବନ ସାରା ସେ କୌଣସି ଦିନ ଗୀତ ଶୁଣିବା ତ ଦୂରର କଥା, ସେ କାହାରି ସାଙ୍ଗରେ ଷ୍ଟେଜରେ ସାମ୍ନାରେ ଯାଇକି ଉଠିକି କଥା ହେଇପାରି ନଥାନ୍ତା। କିନ୍ତୁ ସେ ଆଜି ଗୀତ ଗାଇକି ଶୁଣେଇ ଦେଲା ସମସ୍ତଙ୍କୁ, କେତେ ମଣିଷକୁ ଶୁଣେଇ ଦେଲେ ସେ ଗୀତ, ଏ ମୁକଂ କରତି ବାଚାଳଂ। ତ ଶ୍ରୀ ଆଚାର୍ଯ୍ୟଦେବ କାହାକୁ ଦେଇକି କଣ ସାଧ୍ୟ, ମାନେ ଅସାଧ୍ୟକୁ ସାଧ୍ୟ କରୁଛନ୍ତି ଭାବନ୍ତୁ। ତାହେଲେ ତାଙ୍କୁ ନ ପାଇଥିଲେ ଆମେ ଜୀବନରେ କିଛି ପାଇନଥାନ୍ତେ। ସେଇ ମା ମାନେ এই যে রান্ধেকি বি খাইবা, কইলে খাবারটা সকলে, এই আশ্রমে অনেক পরিবার আছে, এই আশ্রমে দেখা যায় সকলে রান্না করে নিজেদের নিজের মতন খায়।
আমি একটা কায়দা করলাম যে প্রত্যেকেই বললাম আপনাদের বাড়িতে ধরো 3 জন লোক আছে, 3 জন লোক ଅଛନ୍ତି, ସେ 3 জন ଲୋକ ଭିତରୁ ଆପଣ ମାନେ 5 ଜଣଙ୍କର ଖାଦ୍ୟ ବନେଇବେ। 5 ଜଣଙ୍କର ଖାଦ୍ୟ ମାନେ କଣ, ରୁଟି ବନେଇବେ ଆଉ ଡାଲି କରିବେ। ସେ ଡାଲିଟାକୁ ସମସ୍ତେ ନେଇ ଆସିବେ, ଗୋଟେ ରକମର ତରକାରୀ ହବ, ସମସ୍ତେ ନେଇ ଆସିବେ 5 ଜଣକାର, ଯେମାନଙ୍କର ଘରେ 3 জন ମେମ୍ବର ଅଛନ୍ତି 5 ଜଣର ଡାଲି ବନେଇବେ ଆଉ ଆଣିବେ, ଆଣିକି ସମସ୍ତେ ଗୋଟେ ଜାଗାରେ କାଣ୍ଡି କରିବେ, ସମସ୍ତେ ଖାଇଲେ। କହିଲେ ସମସ୍ତେ ଯେ ନେଇ ଆସିଲେ ଆଉ କହିଲେ ଏଠି ସମସ୍ତେ କଣ ଅଛନ୍ତି ଏখানে ଭୋଜି হবে। তো ସେମାନେ ପିକନିକ କଲେ ସେଠି ଠାକୁରବାଡିରେ ପିକନିକ କରିକି ମାନେ ପ୍ରত্যେକଟା ବାଡିରୁ ଘରୁ ପ୍ରত্যେକଟା ଘରୁ 5 ଜଣକା ଲେଖାରେ ରାନ୍ଧନ ଖାଦ୍ୟ ନେଇକି ଆସିଲେ ସମସ୍ତେ, ଆଣିକି ସେଠି ମିଶେଇଲେ ଗୋଟେ ଜାଗାରେ, ମିଶେଇକି ସମସ୍ତଙ୍କୁ ଭୋଜନ ଦିଆଗଲା। ସମସ୍ତେ କହିলে ব্রাহ্মণ ভোজ হয়ে গেল আজকে। প্রত্যেকেরই ইচ্ছা থাকে, অনেকেই হয়তো ব্রহ্মভোজ দিতে পারে না, অন্য মানে ଅନ୍ୟ ମାନଙ୍କୁ ଆଣିକି ବ୍ରାହ୍ମଣ ଭୋଜ ଖାଇବାକୁ ଦେଇପାରନ୍ତି ନାହିଁ, କାରଣ ତାଙ୍କର ସାମର୍ଥ୍ୟ ନଥାଏ। ଆଉ ସାମର୍ଥ୍ୟ ହେଲେ ବି କମ ବେଶୀ ବହୁତ ଖର୍ଚ୍ଚା ଥିବ, ଡରିକି ବହୁତ ଲୋକ ବ୍ରହ୍ମ ଭୋଜ ଦବା ପାଇଁ ବି ମନରେ କଷ୍ଟ ହୁଏ, ମାନେ ମନ ଭିତରେ ଆସିଲେ ବି ଯେ ମୁଁ ଆଜି ବ୍ରାହ୍ମଣ ମାନଙ୍କୁ ଖୁଏଇବି, କିନ୍ତୁ ପରବର୍ତ୍ତୀ କ୍ଷେତ୍ରରେ ମନଟାକୁ ଚେଞ୍ଜ କରି ନିଅନ୍ତି। ସେମାନେ ଭାବନ୍ତି ଯେ ମୁଁ ଆଜି ତ ବ୍ରାହ୍ମଣଙ୍କୁ ଖୁଏଇ ପାରିବି ନାହିଁ, କାରଣ ବହୁତ ଖର୍ଚ୍ଚ ହେଇଯିବ, କି ଏଇ ଯୋଉ ମୁଁ ଆରେଞ୍ଜମେଣ୍ଟ କରିବି ଯୋଉଗୁଡା, ସେଗୁଡା ବୋଧେ ତାଙ୍କର ପସନ୍ଦ ହବ କି ନାହିଁ। কিন্তু এই মাধ্যমରେ କଣ ହେଲା, ଏଇ ଯେ 5 ଜଣ ଖାবার নিয়ে আসি যেଠି এଠି ସମସ୍ତଙ୍କୁ ଖୁଏଇ ଦିଆଗଲା, ତାଙ୍କର ବ୍ରହ୍ମଭୋଜ ହେଇଗଲା। ଏଇ ବ୍ରାହ୍ମଣ ବାଡିରେ ଖାଦ୍ୟ ସମସ୍ତଙ୍କୁ ପରସା ଗଲା, ମାନେ ସେମାନଙ୍କର ଜୀବନ ବି ଉଦ୍ଧାର ହେଲା। ଏଇ କଥା ଶୁଣିକି ସମସ୍ତେ ଆନନ୍ଦ ପାଇଲେ, ଅବାକ ହେଇଗଲେ ସମସ୍ତେ, କହିଲେ ଏ କି କଥା, ଏତେ ଗଭୀରର କଥା ଆମେ ତ ଭାବି ନାହିଁ କେଇ ଦିନ। এই যে ଆଶ୍ରମରେ ଏତେ ଲୋକ ରୁହନ୍ତି, ସେମାନେ ତ କେଇ ଦିନ ମାନେ ଜଣେ ଜଣେ ଇଣ୍ଡିଭିଜୁଆଲି କାହାରିକି ଖୁଏଇ ପାରିନାହାନ୍ତି, କିନ୍ତୁ ଶ୍ରୀ ଆଚାର୍ଯ୍ୟ ଦେବ ତାଙ୍କର ସେଇ ମନର ଇଚ୍ଛାଟାକୁ ପୂରଣ କରିଦେଲେ, ଯେ ସମସ୍ତଙ୍କୁ କେମିତି ଖୁଏଇବ। ସେଠି ପିକନିକ ରେ ସମସ୍ତଙ୍କୁ ଖୁଏଇଲେ। ଚିନ୍ତା କରନ୍ତୁ, ତାଙ୍କର ନିଜର ହାତ ରନ୍ଧା ଜିନିଷ ସମସ୍ତଙ୍କୁ ଖୁଏଇ ଦେଲେ, ତାଙ୍କ ଇଚ୍ଛା ଗୁଡାକୁ ବି ପୂରଣ ହେଲା, ତାଙ୍କ ଜୀବନ ବି ଧନ୍ୟ ହେଲା। ଏଇ ତ ଶ୍ରୀ ଆଚାର୍ଯ୍ୟ ଦେବ କରୁଛନ୍ତି ଲୀଳା ଖେଳା। ଆମେ ଦେଖୁଛୁ ବହୁତ ଘଟଣା, କେତେ ସୁନ୍ଦର, ବହୁତ ବହୁତ ଘଟଣା ଶ୍ରୀ ଆଚାର୍ଯ୍ୟ ଦେବ ଲୀଳା କରୁଛନ୍ତି। ପୂଜ୍ୟ ଅବିନ୍ଦାକୁ ବି ଆମେ ଦେଖିଛୁ। ଶ୍ରୀ ଆଚାର୍ଯ୍ୟ ଦେବ ମୁଁ ଦେଖିଛି, ମାନେ ସେଠି ପ୍ରତ୍ୟେକଟା ଜିନିଷ ଅନ୍ୟମାନେ ହୁଏତ ଅଣ୍ଡରଷ୍ଟିମେଟ କରନ୍ତି ଶ୍ରୀ ଆଚାର୍ଯ୍ୟ ଦେବଙ୍କୁ, ଭାବନ୍ତି ଏଇ ଧଳା ଧୋତି ପିନ୍ଧିକି ଜଣେ ବସିଛନ୍ତି, ହାତ ଯୋଡିକି ଯିଏ ଯାଉଛନ୍ତି ନମକୁ ପ୍ରଣାମ ଜଣାଉଛନ୍ତି, ଇଏ କଣ। ମୁଁ ନିଜେ ବି ଦେଖିଛି, ଅନ୍ୟମାନେ ଯୋଉମାନେ ଆମର ଫଟୋ ଫେସବୁକ ରେ ଏକା ଛାଡନ୍ତି ବି, ଶ୍ରୀ ଆଚାର୍ଯ୍ୟ ଦେବଙ୍କର ସବୁ ସର୍ବତ୍ର ପ୍ରାୟ ଯୋଉ ପ୍ରତି ନମସ୍କାର ଦିଅନ୍ତି, ସେଇ ସେଇ ଛବିଟା ଫଟୋଟା ସବୁଆଡେ ହେଇଥାଏ। ତ ମୁଁ ନିଜ ଅଫିସରେ ବି ମୁଁ ଦେଖିଛି, ସେମାନେ କୁହନ୍ତି যে তোমাদের সৎসঙ্গে এ শুশু তোমরা তো শিশি আচার্য দেব বলো, এ তো মানুষটা বসে আছে হাত জোড় করে শুধু। এমনি ତାଙ୍କ ଆଚରଣ ଆପଣ ଜାଣିନାହାନ୍ତି ତ, ଆପଣ ସାଙ୍ଗରେ ମିଶି ନାହାନ୍ତି ତାଙ୍କ ସାଙ୍ଗରେ, ତ ଆପଣ ଜାଣିନାହାନ୍ତି, ତାଙ୍କ ସାଙ୍ଗରେ କଥା କହିନାହାନ୍ତି, ସେଥିପାଇଁ ବୁଝି ପାରୁନାହାନ୍ତି। ଆପଣ ଖାଲି ଫଟୋ ଦେଖୁଛନ୍ତି, ଫଟୋ ଦେଖିକି ଆପଣ କାହିଁକି ଏଇଭଳିଆ କମେଣ୍ଟ କରୁଛନ୍ତି ଜାଣି ପାରୁନାହାନ୍ତି। ତାଙ୍କ ମନ ଭିତରେ ମାନେ ମୁଁ ସେଇଠି ଜାଣିପାରିଲି ଯେ ଅନ୍ୟମାନେ ବି କଣ ଅଣ୍ଡରଷ୍ଟିମେଟ କରନ୍ତି, କିନ୍ତୁ ଶିଶି ଆଚାର୍ଯ୍ୟ ଦେବ ଶିଶି ଆଚାର୍ଯ୍ୟ ଦେବ କେମିତି, ମୁଁ ଦିନେ ଦେଖିଲି ଯେ ଅଲଟ୍ରା ମଡେଲ ସାଇନ୍ସ ବି କେମିତି ଜାଣନ୍ତି, ଆଉ କୋଉ ମାନେ ମଡର୍ଣ୍ଣ ଯୁଗ ଯେ ଜେନ୍ ଜି ଆଜିକା ଡେଟରେ କହୁଛନ୍ତି, ଯୋଉ ମଡର୍ଣ୍ଣ ଷ୍ଟାଇଲ ଯୁବପିଢି, ସେ ଯୁବପିଢିର ଯୋଉ ଷ୍ଟାଇଲ ସେଟା ବି କହୁଛନ୍ତି। ମୁଁ ଯୋଉ ଦିନ ଦେଖିଲି ଶ୍ରୀ ଆଚାର୍ଯ୍ୟ ଦେବଙ୍କୁ ସେଠି ପ୍ରଣାମ କରିକି ଆସିଲା ବେଳେ, ମୋ ସାଙ୍ଗରେ ଥିଲେ ଜଣେ ଶାଶ୍ୱତ ସିହ୍ନା ବୋଲି ଜଣେ ପିଲା, ଜଣେ ଆର୍ମି, ସେ ତାଙ୍କ ପୁଅ ସେ ଏବେ ଦିଲ୍ଲୀରେ ଅଛି। ସେ ଶାଶ୍ୱତ ସିହ୍ନା ଭାଇ ମୋ ସାଙ୍ଗରେ ସେଠି ପ୍ରଣାମ କରୁଛନ୍ତି ପାଖରେ ବସିକି, ଏବଂ ସେ ହଉଛି ଆର୍ମି ଷ୍ଟାଇଲିଷ୍ଟ, ତ ତାଙ୍କ ବାପା ବି ଆର୍ମି ଥିଲେ, ସେ ବହୁତ ମାନେ ଇଂଲିଶ ମିଡିୟମ ବି ପଢିଛନ୍ତି। ତ ତାଙ୍କର ଏଇ ଯୋଉ ନିଶ କଟା ହେଇଛି, ନିଶର ତଳେ ଯୋଉ ଦାଢିରେ ତଳେ ଗୋଟେ ଭି ଆକାରର ଚିତ୍ର ଅଛି। ଆପଣ ମାନେ ଜାଣିଥିବେ ବହୁତ ଲୋକ ରଖନ୍ତି ଷ୍ଟାଇଲ ରେ, ଏମିତି ଭି ଆକାରରେ ଗୋଟେ ଏଠି ଛେଳି ଭଳିଆ ଏଇ ଯୋଉ ଦାଢିଟା ହୁଏ ସେମିତି ରଖିଛନ୍ତି। ସେ ସେତେବେଳେ ପ୍ରଣାମ କରୁଛନ୍ତି, ଶ୍ରୀ ଆଚାର୍ଯ୍ୟ ଦେବ ଡାକିଲେ ଏ ସନ୍, ଆଙ୍ଗୁଳି ଦେଖିଲେ, କହିଲେ ତୋର ଏଟା କି ଷ୍ଟାଇଲ ବଲ। ସେ ଚମକି ପଡିଲେ, ସେ କହିପାରୁନାହାନ୍ତି। ସେତେବେଳେ ସମସ୍ତେ ଶ୍ରୀ ଆଚାର୍ଯ୍ୟ ଦେବ ଯେ ବସିଛନ୍ତି ତାଙ୍କ ନାଟ ମଣ୍ଡପରେ, ସେଠି ତଳେ ବସିଛନ୍ତି, ଏବଂ ତାଙ୍କ ପାଖରେ ଆଖପାଖରେ ଯୋଉମାନେ ବସିଛନ୍ତି ସମସ୍ତେ, ସମସ୍ତଙ୍କ ନଜର ସେଇ ଶାଶ୍ୱତ ଭାଇଙ୍କ ଉପରେ। ଏବଂ ତାଙ୍କୁ ଯେ ଡାକୁଛନ୍ତି ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି, ଏଇ ତୋର ଏଟା କି ଷ୍ଟାଇଲ ଜାନିସ। ସିଏ ତ କହିପାରୁନାହାନ୍ତି, ସିଏ ତ ଖାଲି ଅନ୍ୟମାନଙ୍କୁ ଫଲୋ କରିଛନ୍ତି, ଫିଲ୍ମ ଷ୍ଟାର କୋଉଠି କିଏ କେମିତି ଷ୍ଟାଇଲ କରିଥିବ ବୋଧେ, ଦାଢିଟା ଏମିତି କାଟିଛି ଭି ଆକାରରେ ଷ୍ଟାଇଲ କରିଛି, ସିଏ ବି ସେମିତି ରଖିଛନ୍ତି, ହାଟ୍ଟା କେଟା ଚେହେରା, ବଢିଆ ସୁଠାମ ଚେହେରା, ସେଥିପାଇଁ ସେ ରଖିଛନ୍ତି, ତାଙ୍କୁ ବି ସୁଟ କରୁଛି, ଭଲ ଲାଗୁଛି ତାଙ୍କୁ ଦେଖିବାକୁ। କହିଲେ তোকে তো খুব ভালো লাগছে, কিন্তু তোর সেটা জানা দরকার সেটা কি। শ্রী আচার্যদেব କହିଲେ ଯେତେବେଳେ, ଅନ୍ୟମାନେ କହିଲେ তুমি কি জানো, তুমি কি জানো, ମାନେ ସେଠି ଯୋଉ ପାଖରେ ଯୋଉମାନେ ଜଣେ ବସିଥିଲେ ସେମାନଙ୍କୁ ପଚାରୁଛନ୍ତି, କେହି ଆଉ କହିପାରୁନାହାନ୍ତି। ସେ ଶାଶ୍ୱତ ଭାଇ ବି ନିଜେ କହିପାରୁନାହାନ୍ତି, ଥତମତ ହେଇଯାଉଛନ୍ତି କଣ କହିବେ ସେଟା।
শিশি আচার্য কইতে শোনেন শোনেন, কাউকে জানা দরকার নেই, গুগলে সার্চ করো, ওটাই বলে কি লেজ, কি লেজ একটা কহিলে, হ্যাঁ। তো ସେଇ ୱାର୍ଡଟା ଯେତେବେଳେ ଆମେ ଗୁଗଲରେ ସର୍ଚ୍ଚ କଲେ ଦେଖିଲୁ ସଙ୍ଗେ ସଙ୍ଗେ ସେଇଟା କହୁଛନ୍ତି। ମାନେ ଶିଶି ଆଚାର୍ଯ୍ୟ ଦେଖନ୍ତୁ ସେ କଥା ବି ଜାଣିଛନ୍ତି, ତାହେଲେ ସେ ମଡର୍ଣ୍ଣ ଯୁଗ ସାଙ୍ଗରେ ବି ତାଳ ମିଳିକି ଚାଲନ୍ତି। ଯୁବପିଢିକୁ କେମିତି ମାନେ କହିଲେ এটা কাটবি না রাখবি, খুব ভালো লাগছে, তাহলে এতে সুন্দর ভাবে মানে ইন্সপায়ার্ড କରନ୍ତି। ଆମେ ଭାବୁ ଯେ ତାଙ୍କୁ ଦେଖିଲେ ସମସ୍ତେ ଭାବେ ଯେ ଆଜି ଆଜିକା ଡେଟରେ ଶ୍ରୀ ଆଚାର୍ଯ୍ୟଦେବ କୁହନ୍ତି ଯେ ତୁମ ଆଚରଣ ମାନେ ଯେମିତି ଦେଖିକି ତୁମର ବେଶ ପୋଷାକ ଦେଖିକି ତୁମକୁ ଯେମିତି ସତ୍ସଙ୍ଗ ନ କୁହନ୍ତି, ତୁମର ଆଚାର ଆଚରଣ ଯେମିତି ଦେଖିକି ସମସ୍ତେ ସତ୍ସଙ୍ଗ କୁହନ୍ତି। ତମେ ଖାଲି ଧୋତି ପିନ୍ଧିକି ଜାମାଟା ପିନ୍ଧିକି ଧଳା ଜାମାଟା ପିନ୍ଧିକି ଚାଲିଯିବ, ତୁମକୁ ଯେ ସତ୍ସଙ୍ଗୀ କହିବେ ସିହା ନୁହେଁ, ତୁମର ଆଚାର ଆଚରଣ ଦରକାର। ତ ସେଇଭଳିଆ ଦେଖନ୍ତୁ ଯୋଉମାନେ ଆଜିକା ଡେଟରେ ଜେନ୍ ଜି ଆଜି ସତ୍ସଙ୍ଗ ଜଗତରେ ଦେଖନ୍ତୁ କେତେ ସୁନ୍ଦର ଉତ୍ଥାନ ପଥାନ ଚାଲିଛି, ସେମାନଙ୍କୁ ନେଇକି ଆଜି ଆକୃଷ୍ଟ କରିକି ସେମାନଙ୍କୁ ଆଜି କଣ୍ଟ୍ରୋଲ କରିବା ପାଇଁ ପୂଜନ ଅବିନ୍ଦା କି ପ୍ରୟାସ କରିଛନ୍ତି। ଆଜିକା ଡେଟରେ ଦେଖନ୍ତୁ ଏଇ ସବୁ କାମ ହେଇପାରିନଥାନ୍ତା। ଆଜି ଫ୍ରଷ୍ଟ୍ରେସନ ଭରା, ଆଜି ଗୋଟେ ଜାଗାରେ ମୁଁ ଉତ୍ସବରେ ଦେଖିଥିଲି ସେଠି ମରା ହେଇଛି ଯୋଉ ପ୍ରଦର୍ଶନୀରେ ସେଠି ଦିଆହେଇଛି ଏକ୍ସିବିସନ ଯେ ୱାର୍ଲଡ ର ସେକେଣ୍ଡ ଲାର୍ଜେଷ୍ଟ ରୋଗ ହଉଛି ଯୋଉ ଡିପ୍ରେସନ। ଡିପ୍ରେସନଟା ହଉଛି ସେକେଣ୍ଡ ଲାର୍ଜେଷ୍ଟ, ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ କହିଛି ସେଟା ହଉଛି ସେକେଣ୍ଡ ହାଇଏଷ୍ଟ, ଡିପ୍ରେସନଟା ହଉଛି ବଡ ମାରାତ୍ମକ ରୋଗ। ଆଜିକା ଡେଟରେ ମୁଁ ସେଟା ଦେଖିବାକୁ ପାଉଛି ଯେ ଶ୍ରୀ ଠାକୁର ସତ୍ୟାନୁସରଣ ପ୍ରଥମ କହିଛନ୍ତି ଯେ ଏଇ ଯୋଉ ଆମର ଡି ଜେନେରେସନ ଯେଟା ହଉଛି ମାନେ ସେଇ ସମୟରୁ ଆରମ୍ଭ ହେଇଛି, ଯୋଉ ସମୟରୁ ଭାରତବାସୀଙ୍କ ମୁଖରେ ଅମୃତ ଭଗବାନ ଅସୀମ ହୋଇ ଉଠିଛନ୍ତି, ଋଷିକୁ ବାଦ ଦେଇ ଋଷିବାଦର ଉପାସନା ହୋଇଛି। ସେଇଠି ଦିଆହେଇଥିବ ଦେଖିବେ ପ୍ରଥମ ସତ୍ୟାନୁସରଣ ଦିଆହେଇଛି ଯେ ସର୍ବପ୍ରଥମେ ଆମ ମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହବ, ସାହସୀ ହେବାକୁ ହବ, ବୀର ହେବାକୁ ହେବ ଏବଂ ପାପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା ତୋଡ ଯେତେ ଶୀଘ୍ର ପାର ଏଇ ରକ୍ତ ଶୋଷଣକାରୀ ଉତ୍ପାଦକ ଭାମ୍ପାୟାରକୁ। এই যে রক্ত শোষণকারী অবসাদ উৎপাদক ভাম্পায়ার, দেখুন এটি ঠাকুর କହିଛନ୍ତି অবসাদ উৎপাদক মানে যে ডিপ্রেশন অবসাদ উৎপাদক এই ভাম্পায়ার কু তাড়াও। স্মরণ করো তুমি সাহসী, স্মরণ করো তুমি শক্তির তনয়, স্মরণ করো তুমি পরম পিতাঙ্কর সন্তাও। আগে সাহসী হুଅ, অকপট হুଅ, ତେବେ ଜାଣିବ ତୁମର ଧର୍ମ ରାଜ୍ୟରେ ପଶିବାର ଅଧିକାର ଜନ୍ମିଛି। ତାହେଲେ ଠାକୁର ଏଠି ପ୍ରଥମ ସତ୍ୟାନୁସରଣ କହିଛନ୍ତି ଯେ ଏଇ ଯେ ଅବସାଦ ଉତ୍ପାଦକ ଭମ୍ପାୟାରକୁ ଆମକୁ ତାଡେଇବାକୁ ପଡିବ ଏବଂ ଆମକୁ ସାହସୀ ହବାକୁ ପଡିବ। ଦେଖନ୍ତୁ ଏଇ ଘଟଣା ମୁଁ ଦେଖିଛି ଶିଶି ଆଚାର୍ଯ୍ୟ ଶିଶି ପୂଜନ ଅବିନ୍ଦାଙ୍କ ପାଖରେ। ପୂଜନ ଅବିନ୍ଦା ଗୋଟେ ଦିନ, ସେଦିନ ହଉଛି ମାର୍ଚ୍ଚ ମାସ 4 ତାରିଖ ରବିବାର ଦିନ 2022, ସେଦିନ ବୋଧେ ମୁଁ ଶିଶି ଆଚାର୍ଯ୍ୟ ସତ୍ସଙ୍ଗ ଆଶ୍ରମ ଯାଇଛି, ସେତେବେଳେ ଲକଡାଉନ ବୋଧେ ଲକଡାଉନ ଅଫିସିଆଲି ଖୋଲି ନାହିଁ, ମାନେ ଲକଡାଉନ ମାନେ ସରକାରୀ ଭାବରେ ଖୋଲି ଯାଇଛି ସବୁ ଜାଗାରେ, ଟ୍ରେନ ବସ୍ ସବୁଆଡେ ଚାଲିଛି, କିନ୍ତୁ ସତ୍ସଙ୍ଗ ଆଶ୍ରମ ଅଫିସିଆଲି ଖୋଲି ନାହିଁ। ସତ୍ସଙ୍ଗ ଆଶ୍ରମକୁ ଯୋଉମାନେ ଯାଉଛନ୍ତି ସେମାନଙ୍କୁ ଏକୋମୋଡେସନ ଦିଆଯାଉ ନାହିଁ, ସେତେବେଳେ ବନ୍ଦ ଥିଲା। ତ କିନ୍ତୁ ଆମର ବହୁତ ଆମର କଲିକତାରୁ 4-5 ଜଣ ଯାଇଥିଲେ ଯୋଉମାନଙ୍କର ନିହାତି କିଛି ପ୍ରୟୋଜନ ଥିଲା, ତ ପୂଜନ ଅବିନ୍ଦାଙ୍କ ପାଖରେ କିଛି ନିବେଦନ ପାଇଁ ଯାଇଥିଲେ ଏବଂ ପୂଜନ ଅବିନ୍ଦା ରାତି 10ଟା ପରେ ଦେଖା କରୁଥିଲେ, କିନ୍ତୁ ସେଇ ବଡଦାବାଡିର ଗେଟ୍ ସାମ୍ନାରେ, ଗେଟ୍ ଭିତରକୁ କାହାରିକି ପଶିବାର ଅନୁମତି ନାହିଁ, କିନ୍ତୁ ସେ ଗେଟ୍ ସାମ୍ନାରେ। ତ ଯଥାରୀତି ସେଦିନ ଆମେ 6-7 ଜଣ କି 10 ଜଣ ହବ ମ୍ୟାକ୍ସିମାମ ସେଠି ପୂଜନ ଅବିନ୍ଦାଙ୍କ ପାଖରେ ପହଞ୍ଚିଛେ। ଶିଶି ବଡଦାବାଡିର ଗେଟ୍, ପୁରା ଶିଶି ବଡଦାବାଡିର ଗେଟ୍ ସାମ୍ନାରେ ସେଇ ରାସ୍ତା ଉପରେ ଆମେ ଛିଡା ହେଇଛେ। ଶିଶି ବଡଦାବାଡିର ଗେଟ୍ ଟା ଖୋଲା ହେଲା ଏବଂ ଶିଶି ପୂଜନୀୟ ଅବିନ୍ଦା ସେଇଠି ଗୋଟେ ଟୁଲ ନେଇକି ବସିଲେ। ସେ ଟୁଲ ଯେ ସିକ୍ୟୁରିଟି ମାନେ ବସନ୍ତି ସେଇଥିରେ ବସିଲେ ପୁରା ଗେଟ୍ ମଝିରେ, ଏବଂ ସେଇଠି ଆମେ କତିପୟ ମଣିଷ ମାନେ କିଛି ଅଳ୍ପ 8-10 ହବ ଏମିତି ମ୍ୟାକ୍ସିମାମ, ତାଙ୍କ ଭିତରେ ପୂଜନ ଅବିନ୍ଦା ବସିଛନ୍ତି ଏବଂ ଜଣେ ଜଣେ କରି ନିବେଦନ କରୁଛନ୍ତି। ଜଣେ ଦାଦା ନିବେଦନ କରୁଛନ୍ତି, ଦାଦା ମୋର ଗୋଟେ ମୋଟର ସାଇକେଲ କିଣିବି, ମୁଁ ଅଫିସ ଗଲା ବେଳେ ମୋର କଷ୍ଟ ହଉଛି ଯେ ମୁଁ ଯିବି ଅଫିସ, ସେଥିପାଇଁ ମତେ ଗୋଟେ ମୋଟର ସାଇକେଲ ନେବି, ମତେ ଆଶୀର୍ବାଦ କରନ୍ତୁ। ପୂଜନ ଅବିନ୍ଦା ସେତେବେଳେ ହଠାৎ କରି ତାଙ୍କୁ କହିଲେ ନା 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 আপনি 4 চাকা কিনবেন, এই কথা বলে দিলেন ପୂଜନ ଅବିନ୍ଦା। କହିବା ପରେ ସେଇ ସଙ୍ଗେ ସଙ୍ଗେ ଆଉ ଜଣେ ଦାଦା କହିଲେ ଯେ ତା ପାଖରେ ଆଉ ଜଣେ ସେ ଅଳ୍ପ ବୟସ ପିଲା ଯୋଉ ଯୁବକ ଜଣେ ଏଇ 18-19-20 ବର୍ଷ ବୟସ ହବ, ସେ ପିଲାଟି ନିବେଦନ କରୁଛି ହାତ ଯୋଡିକି আঁঠেইকি পূজন অবিন্দার পাখে নিবেদন করছি, দাদা আমার আর বাঁচতে ইচ্ছা করে না, আমার ভালো লাগে না, আমি মরে যাবো, আমার ভালো লাগছে না কিছু, এইভাবে কথা কହୁଛନ୍ତି। পূজন অবিন্দা তাকে বলে এক চড় দেবো, আমার গালে এক চড় খা আর যা বাথরুমে গিয়ে একটা সিগারেট খিয়ায়, বিড়ি খিয়ায়, এই কথা କହିଲେ। ତାପରେ ପୁଣି ସେଇ ଦାଦାକୁ କହୁଛନ୍ତି ଯେ ଆଉ ଜଣେ ଯେ ଦାଦା ନିବେଦନ କରିଥିଲେ ଯେ ଗାଡି କିଣିବା ପାଇଁ,
সেତେବେଳେ সে দাদা পুଣି নিবেদন କରୁଛନ୍ତି, କହୁଛନ୍ତି দাদা আমি একটা মোটর বাইক কিনবো, আমার অফিস যেতে দেরি হয়ে যায় তো, এবং মোটর সাইকেল কিনবো। তখন পূজন অবিন্দা বললেন না না না, আপনাকে তো বললাম গাড়ি কিনতে, চুপ থাকেন। କହିଲେ ଯେତେବେଳେ ତାପରେ ପୁଣି ସେ ପିଲାଟାକୁ ପୁଣି ପିଲା ଆଡକୁ ଚାହିଁଲେ, ପୁଣି সেই পিলাটি কହୁଛନ୍ତି দাদা আমার খুব ফ্রাস্ট্রেশন, আমার ডিপ্রেশন খুব, আমাকে ভালো লাগে না, আমি আর থাকতে পারবো না, আমাকে ভালো লাগে না কিছু। বুঝুন অবিনাশ সেତେବେଳେ কହୁଛନ୍ତି এক চোট লাগাবো, আমার হাতে দু চোট খা এখানে, আর গিয়ে বাথরুমে গিয়ে বিড়ি খেয়ে আয়। এই কথা କହିସାରିଲା ପରେ ପୁଣି ସେ দাদাକୁ କହୁଛନ୍ତି, সে দাদা আড়କୁ চাইলে যেতেବେଳେ সে দাদা কହୁଛନ୍ତି আগে দাদা আমার তো গাড়ি কেনার জন্য টাকা পয়সা নেই। সেତେବେଳେ পূজন অবিন্দা কହୁଛନ୍ତି আপনাকে তো বললাম একটা গাড়ি কিনতে। ତାପରେ ପୁଣି ଆଉ କିଛି ନ କହି ତାଙ୍କୁ ପୁଣି ସେ ପିଲା ଆଡକୁ ଚାହିଁଲେ, ସେ ପିଲାକୁ ତାପରେ ସେତେବେଳେ ପିଲାଟେ পচারুଛନ୍ତି দাদা আমার তো কিছুই ভালো লাগে না, আমার তো খুব ডিপ্রেশন আসছে, ফ্রাস্ট্রেশন আসছে, আমি তো থাকতে ইচ্ছা করছে না আমার। সেতেବେଳେ পূজন অবিন্দা কইলে দেখ আমার হাতে দু চোর খেতে বলেছি, আমার হাতে দু চোর খাবি এবং গিয়ে বাড়িতে এই বাথরুমে গিয়ে বিড়ি খেয়ে আসবি, তারপরে আসবি আমার কাছে। এই কথা কইলা পরে সে পিলাটি চুপ হয়ে গলা। চুপ হয়ে গলা পরে সে দাদা আড়କୁ যেତେବେଳେ পূজন অবিন্দা অনেইলে, সে পূজন অবিন্দা আড়କୁ অনেইলে, সে দাদাটি কହୁଛନ୍ତି দাদা আমার তো টাকা পয়সা একটু কম আছে, শর্ট হয়ে যাবে 4 চাকা গাড়ি কিনলে। সেତେବେଳେ পূজন অবিন্দা বলছে শুনেন আপনাকে বলছি, আর তারপরে আমি ଯୋଉମାନେ ଠିଆ ହେଇଥିଲେ সেটি আমাকে বলে କହିଲେ আপনারাও শুনেন, একটা গাড়ি কিনবেন 4 চাকা গাড়ি কেন, আপনি যখন অফিস যাচ্ছেন তখন মোটরসাইকেল কিনছেন, মোটরসাইকেলে যাবেন, আর মোটরসাইকেল যাবার পথে আপনার ধুলো টুলো শরীরের মধ্যে ঢুকবে, এবং কিছুদিন পরে আপনি শ্বাসের রোগ হবে আপনার, তখন অসুবিধায় পড়বেন। আর এই যে মোটরসাইকেলে জার্নি করাতে আপনার স্পাইনাল কোড ব্যথা হবে, কোমর ব্যথা হবে, তখন আপনার আরো কষ্ট ব্যথা বাড়বে। কিন্তু আমি চাই আপনাকে, আপনার লংজিভিটি চাই, আপনি অনেক দিন যেন সুস্থ থাকেন, ভালো থাকেন। হ্যাঁ, আপনি 4 চাকা গাড়ি কিনবেন। আর দেখুন আপনার পরিবারকে, আপনি যখন সৎসঙ্গে যাচ্ছেন, ଯେତେବେଳେ ଆପଣ ସତ୍ସଙ୍ଗ ଯାଉଛନ୍ତି ସେତେବେଳେ ଆପଣ ହୁଏତ ଆପଣ ସ୍ତ୍ରୀକୁ ନେଇ ପାରୁନାହାନ୍ତି, ଆପଣ ଛୁଆକୁ ନେଇ ପାରୁନାହାନ୍ତି, କାରଣ ଗୋଟେ ଗାଡିରେ କେତେ ଜଣ ବା ଯିବେ। କିନ୍ତୁ 4 ଚକା ଗାଡି ହେଲେ ସପରିବାର ନେଇକି ଠାକୁର ବାଡିକି ଯିବେ କିମ୍ବା ସତ୍ସଙ୍ଗକୁ ଯିବେ, ଯୋଉଠିକି ଯିବେ ଆପଣ ନିଜର ସପରିବାର ନେଇକି ଗାଡିରେ ଯିବେ। ତାହେଲେ ଆପଣ 4 ଚକା ଗାଡି କିଣନ୍ତୁ। ଆପଣ ଭାବୁଛନ୍ତି ଆପଣଙ୍କର ପ୍ରୟୋଜନ ଯେ ଆପଣଙ୍କର ମୋଟର ସାଇକେଲ କିଣିକି କିଛି ଦିନ ଅଫିସ ଯିବେ, ସେଇ କିଛି ଦିନ ଭିତରେ ଆପଣଙ୍କର ସୁଫଳ ହବ, ସେହା ନୁହେଁ। ମୁଁ ଆପଣଙ୍କୁ ଚାହେଁ, ଆପଣ ଭାବୁଛନ୍ତି ଆପଣଙ୍କର ମୋଟର ସାଇକେଲ ଦରକାର, ମୁଁ କିନ୍ତୁ ଆପଣଙ୍କୁ ଚାହେଁ ଆପଣ ଯେମିତି ସୁସ୍ଥ ରହିବେ, ବହୁତ ଦିନ ପର୍ଯ୍ୟନ୍ତ ରହିବେ, ଆପଣ ସପରିବାର ନେଇକି ଠାକୁରଙ୍କୁ ନେଇକି ଆନନ୍ଦ ରହିବେ, ସପରିବାର ନେଇକି ସତ୍ସଙ୍ଗ ଆଟେଣ୍ଡ କରିବେ, କେମିତି ଭଲରେ ରହିବେ ସେଟା ମୁଁ ଚାହେଁ। ଆପଣଙ୍କ ସୁସ୍ଥ ଶରୀର ମୁଁ ଦରକାର। ତାହେଲେ ପୂଜନ ଅବିନ୍ଦା କହୁଛନ୍ତି କି ସୁନ୍ଦର ଭାବେ, ଆମେ ସାମାନ୍ୟ ମୋଟର ସାଇକେଲ ଭାବୁଛୁ, ପୂଜନ ଅବିନ୍ଦା ଆମକୁ କେମିତି ସୁସ୍ଥ ରଖିବା ପାଇଁ ଭାବୁଛନ୍ତି। ସେ ଲୋକଟାକୁ କହିଲେ ଏମିତି, কেতে সুন্দর ভাবে বুঝিয়ে দিলে। সেই দাদাটি সেতেବେଳେ গল গল খুশিরে আনন্দরে গলে আগে দাদা আমি তো কোনোদিন এটা ভাবি নাই যে আমার শরীর খারাপ হতে পারে, আমি মোটরসাইকেল কিছুদিন চালাবো তারপরে শরীর খারাপ হয়ে যাবে, কিন্তু আমার পরিবারকেও আমি সৎসঙ্গে নিয়ে যেতে পারি না, আমার কষ্ট দুঃখ বেদনা আমি তো নিজেই জানি না। তাহলে আপনি আমার দুঃখটাকে দূর করিয়ে দিলেন। এইଭଳି ଆସିଛି ପୂଜନ ଅବିନ୍ଦା ତାର ତାଙ୍କର ମାନେ ସତ୍ ପଥରେ ଚଲା ଦେଖେଇ ଦେଲେ। ଆଉ ସେ ପିଲାଟାକୁ ତାପରେ ଗଲେ ଏଇ ଶୋନ, সেতেବେଳେ যেতেବେଳେ শোন কইলে সে দাদা সেই পিলাটি পূজন অবিন্দা কହୁଛନ୍ତି আগে দাদা আপনি কি করে জানলেন আমি বিড়ি খাই, আমি একটা প্রেম করতাম, মানে ମୁଁ ଗୋଟେ ପ୍ରେମ କରୁଥିଲି, ସେ ପ୍ରେମରେ ମତେ ସେ ଧୋକା ଦେଇ ଦେଇଛି, ସେଥିପାଇଁ ମତେ ଭଲ ଲାଗେନି, କିଛି ଭଲ ଲାଗେନି, ବଞ୍ଚିବାକୁ ଇଚ୍ଛା ହୁଏନି, ଆଉ ମୁଁ ତା দুঃখ কষ্ট বেদনারে পড়িকি ମୁଁ বিড়ি খাইবা শিখে যাইছি। বলে আমি তো সব জানি, আমি কি জানি না ভাবছিস, সেই জন্য তো বললাম যে আমার হাতে দু চোর খা আর বাথরুমে গিয়ে বিড়ি খেয়ে আয়, তারপরে আমার কাছে আসবি। আমি তোকে চাই, তোর দ্বারা অনেক কাজ আছে বাকি, তুই জীবনটাকে নষ্ট করবি ভাবছিস, আমি ছাড়বো না, কিন্তু তুই আমাকে ছেড়ে দিলে আমি কিন্তু ছাড়বো না। বুঝলো অবিন্দা এমনি কହୁଛନ୍ତି ସେ ପିଲାଟାକୁ, କହିଲେ তোর দ্বারা অনেক কাজ বাকি আছে, যা ডিপি ওয়ার্ক করবি, একদম ওই সব ভাববি না। সে ପିଲାଟି କେତେ ଆନନ୍ଦରେ একদম ଚାଲିଗଲା, କହିଲା ମୁଁ ଆଉ ଜୀବନରେ ସେ କଥା ଭାବି ନାହିଁ, ସେ ଝିଅ କଥା ଯାଉ। ତାହେଲେ ଏଇଭଳିଆ ତା ଜୀବନକୁ ଘଟେଇଲେ, ତାର ଡିପ୍ରେସନ ଟାକୁ ଘଟେଇ ଦେଲେ ଠାକୁର ଯୋଉଟା କହିଛନ୍ତି, ଏବଂ ସେଇଟା ଆମେ ତାଙ୍କ ପାଖରୁ ଦେଖିବାକୁ ପାଉଛୁ। ଏଇଭଳିଆ ସେମାନେ ଆମକୁ ଚଲିବାର ଚାଲିବାର କାଇଦାଟା ଶିଖଉଛନ୍ତି। ବହୁତ ଆନନ୍ଦ ଲାଗୁଛି। ଏଇଭଳିଆ ଜିନିଷ ଆମକୁ କେବଳ ଆଚାର୍ଯ୍ୟ ପରମ୍ପରା ମାଧ୍ୟମରେ ଦେଖିବାକୁ ପାଉ, ଜାଣିବାକୁ ପାଉ। ଆପଣ ମାନେ ଯୋଉମାନେ ଯାଉଛନ୍ତି ଠାକୁର ବାଡି ଦେଖୁଛନ୍ତି, ତାଙ୍କ ସଙ୍ଗ ପାଇଁ ଏଇ ଯେ ଆଜି ଆମେ ପ୍ରତ୍ୟେକ ଦିନ ସେ ପ୍ରାର୍ଥନା କରୁ ଯେ ସାଧୁ ସଙ୍ଗ ମହି ଦେଉନି ତ ପରମ ଗୁରୁ ଦାତାର, এইটা ହିଁ ସାଧୁ ସଙ୍ଗ। ଆଉ ଏଇ ସାଧୁ ସଙ୍ଗର ମାଧ୍ୟମ ଆମେ ଦେଖିବାକୁ ପାଉଛୁ ଏଇ ଯେ ଅନଲାଇନ ମାଧ୍ୟମରେ ଆପଣ ମାନେ ଯୋଡି ହେଇଛନ୍ତି। ଦେଖନ୍ତୁ କି ସୁନ୍ଦର ଭାବରେ ମୁଁ ନିଜେ ନିଜେ ଦେଖିଛି, ଆମର ବିଭିନ୍ନ ରକମର ଧର ସମସ୍ୟାରେ ପଡିଯାଏ, ଆମର ଯୋଉ ସାଧାରଣ ଗ୍ରୁପ ଟା ଅଛି ସେଇ ଗ୍ରୁପ ରେ ଦେଖୁଛି ପ୍ରତ୍ୟେକ ଦିନ ବିଭିନ୍ନ ଗୁରୁ ଭ୍ରାତା ମାନେ ସବୁ ସେଠାରେ ପୋଷ୍ଟ କରୁଛନ୍ତି ବାଣୀ, ଆଉ ସେଇ ବାଣୀ ଗୁଡାକୁ ଆମକୁ କାମରେ ଲାଗି ଯାଉଛି। ଦୈନନ୍ଦିନ ଜୀବନରେ ସେଇ ବାଣୀରୁ କିଛି ନା କିଛି ଅଂଶ ଆମେ ପଢୁଛୁ, ଆଉ ସେଇ ପଢାଟା ମାଧ୍ୟମରେ ଆମେ ଦେଖିପାରୁଛୁ ଆମର ନିଜର ସମାଧାନ ହେଇଯାଉଛି, ଯେ ଏଇ ସମସ୍ୟାଟା ଆସିବ, ଏଇଟା କହିଲେ ବୋଧେ ଏଇଟା ହବ,
ଆମେ ଜାଣିପାରୁଛୁ। ତ ଆମକୁ ସେଲ୍ଫ କଣ୍ଟ୍ରୋଲ କରିବାର ସୁଯୋଗ ହଉଛି। ଏଇଟା ସାଧୁ ସଙ୍ଗ କରିବାର ସାର୍ଥକତା। ଠାକୁର ସେଥିପାଇଁ ଯଦି ସତ୍ ଯଦି ହୁଏ ସଙ୍ଗ ତୁମର, ଭାବନା ଯଦି ହୁଏ ମହାନ ଉଚ୍ଚ, ବିଶ୍ଵ ଦୁନିଆରେ ସାଧନା ତୁମର ହବେ ନା ବ୍ୟର୍ଥ, ହବ ନା ତୁଚ୍ଛ। ଏଇଭଳିଆ ତ ଆମକୁ ଚଳିବାକୁ ପଡିବ। ଠାକୁର ଯୋଉ ଭଳିଆ ଭଳିଆ ଆମକୁ କହିଛନ୍ତି ସେଟା ଆମେ ଆଚାର୍ଯ୍ୟ ପରମ୍ପରା ମାଧ୍ୟମରେ ଦେଖିବାକୁ ପାଉଛୁ, ଶିଖିବାକୁ ପାଉଛୁ। ଆଉ ସେଇଟାକୁ ଯଦି ଆମେ ଆଚରଣ ସିଦ୍ଧ କରିପାରିବା ତାହେଲେ ଆମର ଜୀବନ ସାର୍ଥକ ହେଇ ଉଠିବ। ଆପଣ ମାନେ ବହୁତ ଦୂର ଦୂରାନ୍ତରୁ ଯୋଗ ଦେଇଛନ୍ତି। ଆପଣ ମାନଙ୍କର ସମସ୍ତଙ୍କର ମଙ୍ଗଳ ପ୍ରାର୍ଥନା କରୁଛି ଠାକୁରଙ୍କ ରାତୁଳ ଚରଣରେ। ସମସ୍ତେ ଭଲ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ସମସ୍ତଙ୍କୁ ମୋର ଆନ୍ତରିକ ଜୟ ଗୁରୁ। କମଳେନ୍ଦୁ ଭାଇ ଜୟଗୁରୁ। ଆ ଭିତରେ ହଜି ଯାଇଥିଲୁ ଆଶ୍ରମରେ। ଆଚାର୍ଯ୍ୟ ପରମ୍ପରାର ପ୍ରତ୍ୟେକ ଅ ମାନେ ଶ୍ରୀ ଶ୍ରୀ ଠାକୁରଙ୍କଠୁ ଷ୍ଟାର୍ଟ କରି ଶ୍ରୀ ଶ୍ରୀ ଅବିନ୍ଦାଙ୍କ ପାଖରେ ଶେଷ, ପ୍ରତ୍ୟେକ ପାଖରେ କିଛି କିଛି ଘଟଣା ବ୍ୟକ୍ତ କରିଥିଲେ। ବହୁତ ଅ ମାନେ ମାନେ ଆମେ ମତେ ଫିଲ୍ ହଉଥିଲା ଯେ ଆମେ କେତେ ହରେଇଛୁ ତାଙ୍କ ପାଖରେ ଘଣ୍ଟା ଘଣ୍ଟା ସମୟ ନ ଦେଇ। ଜୀବନଟାକୁ କିପରି ଉପଭୋଗ କରାଯାଇପାରେ, କଷ୍ଟ ବେଳେ ବି, ଯେମିତି ପୂଜ୍ୟପାଦ ଦାଦା ଚାଲିଗଲେ, ଦେଖିବାକୁ ହୁଏ। ଆମେ ପ୍ରାୟ ଅତିବାହିତ ହେଇଯାଉ ମାନେ ଦୁଃଖ କଷ୍ଟ କୁ ବେଶୀ ହିସାବକୁ ନଉ, ଆଉ ତାରି ଭିତରେ ହିଁ ଦୁର୍ବଳତା କୁ ଟାଣି ଆଣୁ। ଜୀବନଟା କିପରି ମାନସିକତାରେ ନେଲେ ଯେ ଆମେ ଦକ୍ଷ ହେଇ ତୋଳୁ, ସେଇଟାର ଏକ୍ଜାମ୍ପଲ ଗୁଡିକ ଆଜି ଭରି ଯାଇଥିଲା ପୁରା। ଆଉ ସେଥିପାଇଁ ମୋର ସମସ୍ତଙ୍କ ପାଖରେ ଗୋଟେ ନିବେଦନ, ଦୁଇଟା ଜିନିଷ କେବେ ବି ଛାଡିବାନି। କେବଳ ଲାଇଫରେ ଚେଞ୍ଜ ହେଇଛି ଦିଟା ଜିନିଷରେ, ତ ସେଥିପାଇଁ ମୁଁ ଚିନ୍ତା କରେ ଯେ କାହାର ସେମିତି ଅଧୋଗତି ନ ହଉ। ଫାଷ୍ଟ ଜିନିଷ ହେଲା ନାମ ଧ୍ୟାନ କରିବା, ମୋ ଠାକୁରଙ୍କୁ ମୋ ପାଖରେ ରଖିବା। କାହିଁକି ପାଖରେ ରଖିବା କୁହାହଉଛି? ତା କାରଣ ହେଲା ମୋ ଜୀବନରେ ମୁଁ ଯାହା ଫିଲ୍ କରୁଛି, ମୁଁ ଯାହା ଶକ୍ତି ପାଇବାକୁ ଚାହୁଁଛି, ଯୋଉଠି ଦୁର୍ବଳ ହେଇଯାଉଛି ତାଙ୍କ ପାଖରୁ କିଛି ଗ୍ରହଣ କରିକି ନିଜକୁ ବାଲାନ୍ସ କରିକି ଆଗକୁ ଆଗେଇବାକୁ ଚାହୁଁଛି, ତାଙ୍କ ପାଖରେ ତ ଖୋଲା ହବା, ତାଙ୍କ ପାଖରେ ବ୍ୟକ୍ତ କରିବା, ଏଟା କୋଉ ମୋମେଣ୍ଟ ଆଉ। ଯଦି ନାମ ଧ୍ୟାନ ର ଅଭ୍ୟାସ ନଥାଏ ତାହେଲେ ତ ହେଇ ହିଁ ପାରେ ନା, ସେଇଟା ମଣିଷ ପାଖରେ ହିଁ ଖୋଲା ହେଇଯାଉ। ଆଉ ମଣିଷ ଆମକୁ ଏକ୍ସପ୍ଲୋଏଟ କରେ। ସେଇ ହିସାବରେ ବହୁତ ସତ୍ସଙ୍ଗୀ ମାନେ ଏକ୍ସପ୍ଲୋଇଟେଡ ହେଇ ଆଜି ଜୀବନରେ ମାନେ ଦୀକ୍ଷାର ପ୍ରଭାବ ଟା ପାଇନାହାନ୍ତି। ଦ୍ଵିତୀୟ ଜିନିଷ ହେଲା, ଆମକୁ ସବୁଠୁ ବେଶୀ କିଏ ଭଲ ପାଏ ଆଜି ଜୀବନରେ? ଠାକୁର ପରେ ଆଚାର୍ଯ୍ୟ ଦେବ। କିନ୍ତୁ ତାଙ୍କ ପାଖରୁ ହିଁ ଲୁଚିକି ରହୁ। ମାନେ ଅବାକ ଲାଗେ ମତେ ଆମର ସତ୍ସଙ୍ଗୀ ମାନଙ୍କର ଲାଇଫଷ୍ଟାଇଲ। ତାଙ୍କ ପାଖରୁ ହିଁ ଲୁଚିକି ରହୁ। ତାଙ୍କ କଥାକୁ ଶୁଣିବା, ତାଙ୍କର ଜୀବନ ଚଳନୀ ଟାକୁ ଆପଣେଇବା, ଆକୁ ହିଁ ଆମେ ଆଗ୍ରହରେ କିମ୍ବା ଗୋଟେ ମାନେ କଣ ଜୁନୁନ ଭଳିଆ ନେଇକି ଚାଲୁନା। ହଁ, ଆରି ଭିତରେ ଗୋଟେ ବ୍ରୋକର ପଶେ, ଯୋଉଟା କି ଏବେ ଆମକୁ ଖୋଲା ଖୋଲି ଭାବରେ ପୂଜ୍ୟପାଦ ଅବିନ୍ଦା ଜଣେଇଛନ୍ତି। ଆ ଭିତରେ ଗୋଟେ ବ୍ରୋକର ପଶେ, ଆମେ ସେ ବ୍ରୋକରକୁ ସ୍ଥାନ ଦେଇକି ଆମ ଜୀବନଟାକୁ ନଷ୍ଟ କରୁଛୁ। ସେଥିପାଇଁ ମୋର ସମସ୍ତଙ୍କ ପାଖରେ ପ୍ରାର୍ଥନା ଯେ ଆମର ଜୀବନଟାକୁ ଯଦି ଠିକ ଭାବରେ ନବାର ଅଛି, ତାହେଲେ ପ୍ରାକ୍ଟିକାଲ ମଣିଷ ଜଣେ ଦରକାର। ଆଚାର୍ଯ୍ୟ ଧ୍ୟାନ ଦରକାର, ନିଜକୁ ଭୁଲ ର ଠିକ ଟାକୁ ଜାଣିବା ପାଇଁ, ନିଜକୁ ଭୁଲ କୁ ପରିମାର୍ଜିତ କରିବା ପାଇଁ, ଯେ ଭୁଲକୁ ନିଜେ କୋଷିବା ପାଇଁ। ଆଉ କିଏ ବାହାର ଲୋକ ନ କୋଷୁ, ଆମର ଅହଙ୍କାର ଅଛି, ଆମେ ବି କିଛି ନା କିଛି ଭୁଲ କରି ବସିବା। ଆହୁରି ନିଜକୁ ନିଜେ ହିଁ ଠିକ କରୁ। ଆଉ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରଦତ୍ତ ଯୋଉ ବହି ଅଛି, ସେ ବହି ଗୁଡାକୁ ପଢୁ, ଠିକ ଟା କଣ ଜାଣୁ, ହେଲେ ଭୁଲ ଟା ଧରୁ। ହେଲେ ତ ଲାଇଫ ବଦଳିବ, ଲାଇଫ ଚେଞ୍ଜ ହବ। ଆମ ଲାଇଫ ଯଦି ବଦଳିନି ତ ପିଲାମାନଙ୍କ ଲାଇଫ କଣ ବଦଳିଯିବ ଆଜ୍ଞା? ଏଇଥିପାଇଁ ଆପଣ ମାନଙ୍କୁ ଗୋଟେ ପ୍ରୋତ୍ସାହନ ଦରକାର, ଆପଣଙ୍କୁ ଗୋଟେ ଶକ୍ତି ଦରକାର, ଆପଣଙ୍କୁ ଚାଲିବାର ଗୋଟେ ଉତ୍ସାହ ଦରକାର। ଏଇ ପାଇଁ ସେସନ ଗୁଡା ହଉଛି। ଖୁସି ଲାଗୁଛି ଯେ ଯୋଉ ମାନସିକତା ନେଇକି ମୁଁ ସେ ଶାସନ ଟା କରୁଛି, ସେ ମାନସିକତା କୁ ଫୁଟେଇ ତୋଳୁଛନ୍ତି ଆମର ଗୁରୁ ଭାଇ ମାନେ।
ପୂର୍ବରୁ ପ୍ରଦୀପ୍ତ ଭାଇ ଥିଲେ, ଜନରଞ୍ଜନ ଭାଇ ଥିଲେ, ଆଜି କମଳେନ୍ଦୁ ଭାଇ ହେଲେ। ପୂର୍ବରୁ ବହୁତ ସେସନ ଗୁଡା ବହୁତ ଜଣଙ୍କ ନେଇଛନ୍ତି। ଏଇ ଉତ୍ସାହଟା ଯୋଉ ଲାଗୁଛି ଆପଣ ମାନଙ୍କ ଭିତରୁ, ଯୋଉ ଉତ୍ସାହଟା ମତେ ଫିଲ୍ ହଉଛି ମୋ ବାପାଙ୍କ ଚାଲିଗଲା ଭିତର ଦେଇକରି, ମୁଁ ସେଇ ଦୁଃଖର ପରିବେଶରେ ପାର ପାଇଯାଇଛି। ପୂର୍ବରୁ ସେ ଉତ୍ସାହ ନଥିଲା, ହୁଏତ ମୋ ଭିତରେ କ୍ରିଏଟିଭିଟି ନଥିଲା, ମୁଁ ଜାଣି ପାରୁନଥିଲି। କିନ୍ତୁ ଏଇ ଦିଟା ଜିନିଷକୁ ଷ୍ଟ୍ରଙ୍ଗଲି ପ୍ରାକ୍ଟିସ କଲା ପରେ ମୁଁ ଦେଖିଲି ଯେ ସମସ୍ତଙ୍କ ଭିତରେ ଏଇ ଦୁଃଖ ହିଁ ରହିଛି। ସେ ଚାହୁଁଛି ବାହାରି ଆସିବା ପାଇଁ, କିନ୍ତୁ ଗୋଟେ ମାହୋଲ ପାଉନି। ଏଇ ଯୋଉ କମଳେନ୍ଦୁ ଲାଷ୍ଟକୁ ଗୋଟେ ବଢିଆ କଥାଟା କହିଲେ, ସଙ୍ଗ ସମସ୍ତେ ମିଶିକରି ଯଦି ଏକାଠି କାମ କରୁ ଠାକୁରଙ୍କର, କି ମଜା ଲାଗେ ଦେଖନ୍ତୁ। ମେଳ ଯଦି ସମସ୍ତଙ୍କ ଠିକ ରହିଲା, ଗୋଟେ ମାଇଣ୍ଡରେ ଆମେ କେବଳ ଧ୍ୟାନ କରିବା, ବହି ପଢିବା, ଠାକୁରଙ୍କର ନୀତି ନିୟମ ମାନିକି ଚାଲିବା, ଆଚାର୍ଯ୍ୟ ସଙ୍ଗ କରିବା, ବାସ୍ ଦେଖନ୍ତୁ ଲାଇଫଟା କେତେ ବିୟୁଟିଫୁଲ ହେଇଯାଉଛି। ବିୟୁଟିଫୁଲ ହେଇଯାଉଛି, ଅନୁଭବ କରନ୍ତୁ ଆଜ୍ଞା। କାହିଁକି ଏଇ ବିୟୁଟିଫୁଲ ଲାଇଫକୁ ଆଜି ହଜେଇ ଦେଇଥିଲୁ, କିଛି ଦିନ ପୂର୍ବରୁ ହଜେଇ ଦେଇଥିଲୁ, ଆଜି କାହିଁକି ଏଇ ଜିନିଷଟାକୁ ଆମେ ଝୁରୁଛୁ? ତାର କାରଣ ହେଲା ଆ ଭିତରେ ପ୍ରେମ ଅଛି, ଆ ଭିତରେ ଭଲ ପାଇବା ଅଛି। ଠାକୁରଙ୍କର ସେ ଭଲ ପାଇବାଟା ଅନୁଭବ କରିହଉଛି, ଆଚାର୍ଯ୍ୟଙ୍କ ଭଲ ପାଇବାଟା ସେ ଅନୁଭବ କରିହଉଛି, ଗୁରୁ ଭାଇ ମାନଙ୍କର ଯୋଉ ଭଲ ପାଇବାଟା ଅନୁଭବ କରିହଉଛି। ଅନୁଭବ ହବା ଯୋଗୁଁ ହିଁ ଆମେ ବଦଳିବା ପାଇଁ ଚେଷ୍ଟା କରୁଛୁ। ଆ ଭିତରେ ଅହଙ୍କାର ନାହିଁ, ଆ ଭିତରେ ଦେଖେଇବା ନାହିଁ, ଆ ଭିତରେ ପତିଆରା ନାହିଁ, ଆ ଭିତରେ କିଛି ନାହିଁ। ଓନ୍ଲି ମୋର ଅନୁଭୂତି ମୋ ଠାକୁର ପାଇଁ, ଓନ୍ଲି ମୋର ଅନୁଭୂତି ମୋ ଠାକୁର ପାଇଁ, ଏହା ହିଁ ବ୍ୟକ୍ତ କରାହଉଛି। ସମସ୍ତଙ୍କୁ ସେଥିପାଇଁ ଖୁସି ଲାଗୁଛି, କରିବାର ଆଗ୍ରହ ଆସୁଛି। ଆଉ ସମସ୍ତେ କଲା ବେଳକୁ ନିଜକୁ ପଛରେ ପକେଇବାକୁ ଇଚ୍ଛା ହଉନି, ନିଜକୁ ବି କରିବାକୁ ଇଚ୍ଛା ହଉଛି। ଆଜ୍ଞା କେହି ଏଠି କର୍ମା ଲୋକ ନୁହେଁ, ସମସ୍ତଙ୍କର ଦୁର୍ବଳତା ରହିଛି। ସମସ୍ତେ ଦୁର୍ବଳତାକୁ ଡାକି ଆଣିକି ନିଜେ ହାରୁଛନ୍ତି ଜୀବନରେ। ତାଙ୍କୁ ଟିକେ ବଳ ଦବା, ସାହସ ଦବା, ସମସ୍ତେ ଉପକୃତ ହେବେ ଏବଂ ତାରି ଭିତରେ ମୋର ବି ମଙ୍ଗଳ ହେଇଯିବ। ଆଶା ନେଇକି ସମସ୍ତେ ବାନ୍ଧି ହେଇଛୁ। ଆପଣ ମାନଙ୍କର ଯେଉଁମାନେ ବି ଅତି ନିଜର ଥିବେ ସେମାନଙ୍କୁ ଗୁଗୁଲ ଲିଙ୍କ ଥ୍ରୋରେ କନେକ୍ଟ କରାନ୍ତୁ, ନାମ ଧ୍ୟାନ କରାନ୍ତୁ, ତାଙ୍କ ଘରେ ବସିକି ନାମ ଧ୍ୟାନ କରିକି ଆସନ୍ତୁ। ବି ଛାଡିବାନି କାହାକୁ ପୋଷଣ ଦବା, କେହି ବି ଆମଠୁ ଛାଡିକି ଯିବନି ପୋଷଣ ପାଇବାରେ। ଏଇ ପ୍ରକାର ରିଲେସନସିପ ରହୁ, ତାରି ଭିତରେ ଠାକୁର ସେ ବି ଅନୁଭବ କରିବ ଆଉ ମୁଁ ବି ଅନୁଭବ କରିବି। ଆମ ଭିତରେ ବନ୍ଧନ ହେଇ ଉଠିବ, ଦୁଃଖର ସମୟରେ ଏଗୁଡିକ ପୁଞ୍ଜି ହେଇ ଉଠିବ। ଆଜ୍ଞା ବେଳକୁ ହେଇଛି ତ ଆପଣଙ୍କ ବେଳକୁ ହବ ଆଜ୍ଞା। ମଣିଷ ହିଁ ସମାଧାନ ଆଜ୍ଞା, ଶେଷକୁ ଆସିଯାଉଛି ଏଇ ମଣିଷ ହିଁ ସମାଧାନ, ଆଉ କିଛି ସମାଧାନ ନୁହେଁ। ଆପଣଙ୍କ ସୋସିଆଲ ଷ୍ଟ୍ରକ୍ଚର ତିଆରି କରନ୍ତୁ, ଯୋଉଠି କି କେବଳ ପୋଷଣ ପାଇଥିବା ମଣିଷ ମାନେ ଆପଣଙ୍କର ସେଇ ନିଷ୍କାମ ପ୍ରାର୍ଥନା ଟିକେ କରନ୍ତୁ ଆପଣଙ୍କ ଦୁଃଖର ସମୟରେ। ଏଇଟା ହିଁ ପୁଞ୍ଜି, ଏଇଟାକୁ ହରାନ୍ତୁନି। ଆ ଛଡା ଆଉ କିଛି ଜୀବନରେ ଆପଣଙ୍କୁ ଅଧିକା ଦେଇକି ଯିବନି। ପରିଶେଷରେ ସମସ୍ତଙ୍କର ଏଇ ଲକ୍ଷ୍ୟଟାକୁ ଠିକ ଭାବରେ ରଖିବା ପାଇଁ ଅନୁରୋଧ କରୁଛି। ମାନେ ସମସ୍ତଙ୍କୁ ପ୍ରୋତ୍ସାହନ ଦଉଛୁ, ଦବୁ, ଆଗକୁ ଚାଲିବ, ଆହୁରି ନୂଆ ନୂଆ ଜିନିଷ ଗୁଡିକ ହବ। ଆପଣ ମାନଙ୍କ ଆଗ୍ରହ ସେପରି ରହୁ, ଆହୁରି ଆଗ୍ରହକୁ ବିସ୍ତୃତ କରନ୍ତୁ, ବହୁତ ମଣିଷ ମାନଙ୍କୁ ଟାଣିକି ଆଣନ୍ତୁ, ନାମ ଧ୍ୟାନ କରାନ୍ତୁ। ଏ ପ୍ରକାର ଗୋଟେ ପ୍ଲାବନ ଚାଲୁ, ଯେମିତି କୌଣସି ମଣିଷ ହାରି ନଯାଉ। ଆଚାର୍ଯ୍ୟଙ୍କର ଗୋଟିଏ କଥା ମନେ ପଡେ ଯେ କୌଣସି ମଣିଷ ଯଦି ଆପଣଙ୍କ ପାଖକୁ ଆସୁଛି, ମିଶୁଛି, ଯାଉଛି, ସେ ଗୋଟେ ଆଶାର ସଞ୍ଚାର କରୁ ତା ଭିତରେ, ତା ମନ ଭିତରେ ପଜିଟିଭ କିଛି ପାଉ ଏବଂ ଯାଉ। ଆମେ ଲୋକଟି ହାରି ଯାଉଛି ଆଉ ତାକୁ ହରେଇବା ପାକୁ ଆମେ ସବୁ ରକମ ବ୍ୟବସ୍ଥା କରି ରଖିଛୁ, ତାହେଲେ କୋଉ ମଣିଷ କାହା ସହିତ ଯୋଡି ହବ ଆଜ୍ଞା? ଆମେ ଯେ କଣ ପାଇବା ଆଉ କାହାକୁ ଦବୁ ଟିକେ ଭାବନ୍ତୁ। ଶେଷରେ ସମସ୍ତଙ୍କର ମଙ୍ଗଳ ପ୍ରାର୍ଥନା କରୁଛି। ଆପଣମାନେ ଏଇ ଧ୍ୟାନଟିକୁ ବଢେଇ ଚାଲନ୍ତୁ, କରିଚାଲନ୍ତୁ, ନିଜେ ପାଆନ୍ତୁ ଏବଂ ଅନ୍ୟମାନଙ୍କୁ ବି ଶିଖାନ୍ତୁ। ଜୟ ଗୁରୁ।